ଆମମାନଙ୍କୁ ଏଇ 24 ସାଲର ଏଇ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ପ୍ରଭୁ ଆମମାନଙ୍କୁ ପଦାର୍ପଣ କରିଛନ୍ତି। ଆଉ ଏଇ ପ୍ରଥମ ସପ୍ତାହ ପ୍ରଥମ ବୁଧବାର ପ୍ରଭୁ ତାଙ୍କର ଚରଣ ତଳେ ବସି ତାଙ୍କର ସେବା ଉପାସନା କରିବା ନିମନ୍ତେ ମଧ୍ୟ ଆମମାନଙ୍କୁ ସାହାଯ୍ୟ କରି ଆସିଅଛନ୍ତି। ତେଣୁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଯଦି ଆମେ ଚିନ୍ତା କରୁ ଜଗତ ମଧ୍ୟରେ ବିଭିନ୍ନ ରାଜ୍ୟ ମାନଙ୍କରେ ଆଶୋକର ଛାୟା ଖେଳି ଯାଉଛି। ଝଡ଼ ବର୍ଷା ବାତ୍ୟା ଯୋଗୁଁ ଗାଁ ଗୁଡାକରେ ମଧ୍ୟ ଧ୍ୱଂସ ହେଇଯାଇଛି ଏପରି ପାଣିରେ। କିନ୍ତୁ ପ୍ରଭୁ ଆମମାନଙ୍କୁ ଦୟା ଅନୁଗ୍ରହ କରିଛନ୍ତି। ଯୋଉମାନଙ୍କର ଏ ଶୋକାକୁଳ ହେଇଛି ସେଥି ନିମନ୍ତେ ଆମେ ମାନେ ବି ଦୁଃଖିତ ଅଟୁ, କିନ୍ତୁ ପ୍ରଭୁଙ୍କ ଇଚ୍ଛା। ଆମମାନେ ଚିନ୍ତା କରିବା ପୂର୍ବରୁ, ମାଗିବା ପୂର୍ବରୁ, କହିବା ପୂର୍ବରୁ ପ୍ରଭୁ ଆମମାନଙ୍କୁ ଦୟା ଅନୁଗ୍ରହ କରି ଆସୁଅଛନ୍ତି। ଆମମାନଙ୍କର ଆବଶ୍ୟକତା ଦଉଛନ୍ତି, ସୁସ୍ଥ ସବଳ ରଖିଛନ୍ତି ଆଉ ସୁରକ୍ଷା ପ୍ରଦାନ କରିଛନ୍ତି। ତେଣୁକରି ପ୍ରଭୁଙ୍କର ମହତ୍ ନାମକୁ ଧନ୍ୟବାଦ ଦିଏ। ତେବେ ଆସନ୍ତୁ ପ୍ରଭୁ ଆମମାନଙ୍କୁ ଯେତେବେଳେ ଏଇ ସୁନ୍ଦର ଦିନ ଦେଖିବାକୁ ଦେଇଛନ୍ତି, ଆ ସମୟ ମଧ୍ୟ ପ୍ରଦାନ କରିଛନ୍ତି ତାଙ୍କରି ଚରଣ ତଳେ ବସିବା ନିମନ୍ତେ, ତେବେ ତାଙ୍କରି ସେ ସାହାଯ୍ୟ ଆଶୀର୍ବାଦକୁ, ସେ ଯେ ଦୟାମୟ ପ୍ରେମମୟ, ଏହାକୁ ଆମେ ସ୍ମରଣ କରୁ। ତାଙ୍କରି ଦୟାକୁ ସ୍ମରଣ କରୁ, ତାଙ୍କରି ପ୍ରେମକୁ ସ୍ମରଣ କରୁ ଏବଂ ଆମମାନଙ୍କର ମନ ପ୍ରାଣ ଆତ୍ମା ଦେଇ ତାଙ୍କର ସେବା ଉପାସନା କରୁ। ବର୍ତ୍ତମାନ ପ୍ରାରମ୍ଭରେ ଆମମାନେ ଗୀତ ସଂହିତା 136 ଆଜି 1 ଠାରୁ 10 ପଦ ପର୍ଯ୍ୟନ୍ତ ଆମମାନେ ମିଳିତ ଭାବରେ ଅଧ୍ୟୟନ କରିବା। ପ୍ରତ୍ୟେକ ସପ୍ତାହ ଭଳିଆ ମୁଁ ପ୍ରଥମ ଲାଇନ ପଢିବି ଆଉ ଆପଣ ମାନେ ତା ଦ୍ୱିତୀୟ ଲାଇନ ପଢିବେ। ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସେ ମଙ୍ଗଳମୟ। କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ଦେବମାନଙ୍କ ଦେବଙ୍କର ଧନ୍ୟବାଦ କର, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ପ୍ରଭୁମାନଙ୍କ ପ୍ରଭୁଙ୍କର ଧନ୍ୟବାଦ କର, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ଯେ ମହତ୍ ମହତ୍ ଆଶ୍ଚର୍ଯ୍ୟ କର୍ମ କରିବାରେ ଅଦ୍ୱିତୀୟ ତାହାଙ୍କର ଧନ୍ୟବାଦ କର, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ଯେ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ ତାହାଙ୍କର ଧନ୍ୟବାଦ କର, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ଯେ ଭୂମଣ୍ଡଳକୁ ଜଳରାଶି ଉପରେ ବିଚ୍ଛିନ୍ନ କଲେ ତାହାଙ୍କର ଧନ୍ୟବାଦ କର, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ଯେ ମହା ଜ୍ୟୋତିର୍ଗଣ ନିର୍ମାଣ କଲେ ତାହାଙ୍କର ଧନ୍ୟବାଦ କର, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟକୁ ନିର୍ମାଣ କଲେ ସେ, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ ନିର୍ମାଣ କଲେ ସେ, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ପ୍ରଥମ ଜାତ ମାନଙ୍କୁ ସଂହାର କରିବା ଦ୍ୱାରା ମିଶ୍ରକୁ ଆଘାତ କଲେ ସେ, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ପ୍ରଭୁ ଏଇ ପଠିତ ବାକ୍ୟରେ ପୁଣି ଶ୍ରବଣରେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଏଇ ଅଧ୍ୟୟନ ଦ୍ୱାରା ପରମେଶ୍ୱର ଗୌରବ ପାଆନ୍ତୁ। ବର୍ତ୍ତମାନ ଆମମାନେ ପ୍ରାର୍ଥନା କରିବା ଆଉ ଆଜିର ଉପାସନାକୁ ଆମମାନେ ପରମେଶ୍ୱରଙ୍କ ହସ୍ତରେ ସମର୍ପିତ କରିବା। ଏ ସମୟ ମଧ୍ୟରେ ମୁଁ ଅନୁରୋଧ କରେ, ଆମମାନଙ୍କ ଗହଣରେ ଅଛନ୍ତି ମିସେସ୍ ସଜନୀ ଲିମା ସିଷ୍ଟରଙ୍କୁ ଅନୁରୋଧ କରେ। ମିସେସ୍ ସଜନୀ ଲିମା। हेलो, हाँ दीदी नमस्कार। नमस्कार। आपनको अनुरोध करे आरंभ प्रार्थना रे मन को कढ़ाई नेबे आजिरो सेवा उपासना को परमेश्वर हस्त रे समर्पित करिवे। प्रार्थना करबा। धन्यवाद धन्यवाद मंगलमय सन्याधिपति सदा प्रभु, धन्यवाद दौछु बापा, तुम्हें आमान को अनुग्रह करिच समस्त प्रकार अमंगलतार उद्धार करी आमान को प्रभु ये सुंदर पवित्र दिन रे प्रभु तुम चरण तले बसी प्रभु आमान को पूजा प्रशंसा करबा पाए तुम सुजोग देइच, सेति पाए धन्यवाद दिए प्रभु। आज अनेक माँ माने प्रभु आलस्य बसत के प्रकार समय काटुथिबे, किंतु तुम्हें आमान को अनुग्रह करिछ प्रभु को जो माध्यम रे प्रभु तुम्हारा प्रशंसा करबा पाए निज मनर गुहारी जणैबा पाए तुम्हें आमान को सुजोग देइछ, सेति पाए धन्यवाद दिए। धन्यवाद धन्यवाद मंगलमय परमेश्वर,
धन्यवाद दिए प्रभु चक्षुर पितଳାର न्याय तुमे ଆମମାନଙ୍କୁ ପ୍ରେମ କରିଥିବା ହେତୁ ଆଜି ଆମେ ଏଇ ଦିନ ଦେଖିବା ପାଇଁ ପାଇଛୁ ସେଥିପାଇଁ ତୁମକୁ ଧନ୍ୟବାଦ ଦିଏ ପ୍ରଭୁ ଧନ୍ୟବାଦ ଦିଏ ପ୍ରଭୁ ତୁମେ ଆମମାନଙ୍କର ପାପକୁ ଆଚ୍ଛାଦନ କରିଅଛ ବୋଲି ପ୍ରଭୁ ଆଜି ଆମମାନେ ବଞ୍ଚି ରହିଅଛୁ ବାପା କାରଣ ତୁମର କ୍ରୋଧକୁ ଆମମାନେ ପ୍ରଭୁ ସହ୍ୟ କରିବା ଆମମାନଙ୍କ ପକ୍ଷରେ ଅସମ୍ଭବ କିନ୍ତୁ ତୁମେ ଆମମାନଙ୍କୁ ପ୍ରେମ କରିଥିବା ହେତୁ ପ୍ରଭୁ ଏଇ ସୁନ୍ଦର ଦିନ ତୁମେ ଦେଖିବା ପାଇଁ ଦେଇଛ ସେଥିପାଇଁ ଧନ୍ୟବାଦ ଦିଏ ଶୈତାନର ସମସ୍ତ ଚାତୁରତାରୁ ସମସ୍ତ ସଙ୍କଟରୁ ପ୍ରଭୁ ତୁମେ ଆମମାନଙ୍କୁ ଉଦ୍ଧାର କରି ଏଇ ଦିନ ଦେଖିବା ପାଇଁ ଦେଇଥିବା ହେତୁ ଧନ୍ୟବାଦ ଦିଏ ପ୍ରଭୁ ଆଜି ଅନେକ ପରିବାରରେ ପ୍ରଭୁ କିଏ କେତେ ସମସ୍ୟାରେ ବିପଦରେ ପ୍ରଭୁ ରୋଗରେ ସଙ୍କଟରେ ଅଶାନ୍ତି ମଧ୍ୟରେ ଅଭାବ ମଧ୍ୟରେ ଗତି କରୁଥିଲେ ମଧ୍ୟ ପ୍ରଭୁ ଆମମାନଙ୍କୁ ତୁମେ ଭୋକିଲା ହୋଇ ରହିବା ପାଇଁ ଦେଲ ନାହିଁ ନୀତି ପ୍ରତିଦିନ ଆମମାନଙ୍କର ଆବଶ୍ୟକତା ପ୍ରତି ଦୃଷ୍ଟି ଦେଇ ପ୍ରଭୁ ତୁମେ ଏପର୍ଯ୍ୟନ୍ତ ଆମମାନଙ୍କୁ ବହି ଆଣିଛ ସେଥିପାଇଁ ତୁମକୁ ଧନ୍ୟବାଦ ଦିଏ ପ୍ରଭୁ ତୁମେ ଆମମାନଙ୍କ ଜୀବନରେ ଏତେ ମଙ୍ଗଳ ଦାନ ଦେଇଅଛ ଯେ ତଦନୁଯାୟୀ ପ୍ରଭୁ ଆମେ ଗଣନା କରିନପାରୁ କାରଣ ଆମମାନଙ୍କର ପ୍ରଭୁ ସେତେ ସ୍ମରଣ ଶକ୍ତି ନାହିଁ କି ଜ୍ଞାନ ମଧ୍ୟ ନାହିଁ କାରଣ ତୁମର ପ୍ରେମ ଆମମାନଙ୍କ ପ୍ରତି ପ୍ରଭୁ ବୋଧର ଅଗମ୍ୟ ପିତା ତୁମକୁ ଆମେ ଧନ୍ୟବାଦ ଦେବା ପାଇଁ ଆମ ମୁଖର ଭାଷା ନାହିଁ ପ୍ରଭୁ ବାପା ଯେତେ ଧନ୍ୟବାଦ ଦେଲେ ମଧ୍ୟ ତା ଉଣା ପଡିଯାଏ କାରଣ ତୁମ ଦୟା ଆମମାନଙ୍କ ପାଇଁ ମହତ ପ୍ରଭୁ ତୁମ ଦୟା ଆମମାନଙ୍କ ପାଇଁ ଗଗନ ସ୍ପର୍ଶୀ ପିତା ସେଥିପାଇଁ ତୁମକୁ ଧନ୍ୟବାଦ ଦିଏ ପ୍ରଭୁ ଆମମାନଙ୍କ ମଧ୍ୟରେ ସତ ପାପ କଳୁଷତା ଅଯୋଗ୍ୟତା ଭରି ରହିଥିଲେ ମଧ୍ୟ ତୁମର ସିଂହାସନର ନିକଟବର୍ତ୍ତୀ ହବା ପାଇଁ ତୁମେ ଆମମାନଙ୍କୁ ସୁଯୋଗ ଦେଇଥିବା ହେତୁ ତୁମକୁ ଧନ୍ୟବାଦ ଦିଏ ପ୍ରଭୁ ଆଜି ବିଭିନ୍ନ ସ୍ଥାନରେ ପ୍ରଭୁ ପ୍ରାକୃତିକ ବିପର୍ଯ୍ୟୟ ହେତୁ ପ୍ରଭୁ କିଏ କେଉଁ ପ୍ରକାର ମୃତ୍ୟୁବରଣ କରିଛି ବାପାଗ କିନ୍ତୁ ତୁମେ ଆମମାନଙ୍କୁ ତୁମ ଦୂତ ମାନଙ୍କ ଦ୍ଵାରା ସୁରକ୍ଷିତ କରିଛ ବୋଲି ତୁମକୁ ଧନ୍ୟବାଦ ଦିଏ ପ୍ରଭୁ ଧନ୍ୟବାଦ ମଙ୍ଗଳମୟ ପରମେଶ୍ୱର ଯେତେବେଳେ ପ୍ରାର୍ଥନା କରେ ପ୍ରଭୁ ଯୋଉ ଭଉଣୀ ଲିଡିଂ କରୁଛନ୍ତି ବାପା ତୁମେ ତାଙ୍କୁ ଆଶୀର୍ବାଦ କର ତୁମେ ଦୟାକର ସମସ୍ତ କିଛି ସୁଚାରୁ ରୂପେ କରିବା ପାଇଁ ତୁମେ ସାହାଯ୍ୟ କର ତା ସଙ୍ଗେ ପ୍ରାର୍ଥନା କରେ ଯୋଉ ଭଉଣୀ ପ୍ରଭୁ ତୁମର ଆରାଧନା କରିବେ ଯେ ପ୍ରଭୁ ବାକ୍ୟ ଦେବେ ପ୍ରଭୁ ଯୋଉମାନେ ପଦ କହିବେ ଯୋଉ ପ୍ରଭୁ ପ୍ରଶ୍ନ ଉତ୍ତର ପ୍ରଭୁ ହବ ସବୁ ବିଷୟରେ ପ୍ରଭୁ ତୁମ ଗୌରବ ତୁମେ ନିଜେ ନିଅ ପିତା ତୁମେ ଦୟାକର ଅନୁଗ୍ରହ କର ପ୍ରଭୁ ଯେଉଁ ସବୁ ପ୍ରାର୍ଥନା ଅନୁରୋଧ ଗୁଡିକ କୁହାଯିବ ପିତା ତୁମେ ଦୟାକର ଅନୁଗ୍ରହ କର ପ୍ରଭୁ ତୁମ ନିକଟରେ ମାଗିବା ପୂର୍ବରୁ ନିଜକୁ ସମୀକ୍ଷା କରି ଅଧର୍ମତାକୁ ଆମମାନଙ୍କ ଜୀବନରୁ କାଢିବା ପାଇଁ ତୁମେ ଦିଅ କାରଣ ତୁମ ବାକ୍ୟରେ ଲେଖାଯାଏ ପ୍ରଭୁ ଯଦି ମୁଁ ଅଧର୍ମକୁ ଆଦର କରେ ପ୍ରଭୁ ମୋର ପ୍ରାର୍ଥନା ଶୁଣିବେ ନାହିଁ ପ୍ରଭୁ ତୁମେ ଦୟାକରି ଅନୁଗ୍ରହ କର ଆମମାନଙ୍କୁ ସୂଚି ଅନ୍ତକରଣରେ ତୁମ ନିକଟରେ ବସି ନିଜ ମନର ଗୁହାରି ନିଜର ଧନ୍ୟବାଦ ଅର୍ପଣ କରିବା ପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କର ଯେତେ ଜଣ ପ୍ରଭୁ ବସିବେ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର ପ୍ରଭୁ ଗୋ ନେଟ ର ସମସ୍ୟା ଯେମିତି ନ ହୁଏ ସୁନ୍ଦର ଭାବରେ ପ୍ରଭୁ ଯୋଉ ମାଧ୍ୟମରେ ତୁମର ପ୍ରଶଂସା ହେଇପାରିବ ସେଥିପାଇଁ ତୁମେ ଦୟାକର ଅନୁଗ୍ରହ କର ପିତା ଦୟାକର ପ୍ରାର୍ଥନା ଶୁଣିଛ ଧନ୍ୟବାଦ ଦେଇ ପ୍ରେମ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ ପିତା ଆମେନ୍ ଆମେନ୍ ବହୁତ ବହୁତ ଧନ୍ୟବାଦ ସିଷ୍ଟର ଆପଣଙ୍କୁ ଆରମ୍ଭ ପ୍ରାର୍ଥନାରେ ଆମମାନଙ୍କୁ ପଢେଇ ନେଇଛନ୍ତି ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ ବହୁତ ବହୁତ ଧନ୍ୟବାଦ ବର୍ତ୍ତମାନ ଆମମାନେ ଗୀତ ମାଧ୍ୟମରେ ପ୍ରଭୁଙ୍କର ଗୌରବ କରିବା ପ୍ରଭୁ ଯେ ଆମମାନଙ୍କ ପ୍ରେମମୟ ସେ ଆମମାନଙ୍କୁ ଯେତେ ପ୍ରେମ କରିଛନ୍ତି ତାହା ଅବର୍ଣ୍ଣନୀୟ ଅତୁଳନୀୟ ତେଣୁ ଆସୁ ଆମେ ଗୀତ ମାଧ୍ୟମରେ ତାଙ୍କର ଗୌରବ ପ୍ରଶଂସା କରିବା ଆଜି ଆମମାନଙ୍କୁ ଆରାଧନାରେ କଢାଇ ନେବେ ପ୍ରଭୁଙ୍କର ଗୌରବ କରିବେ ଏଇ ସମୟ ମଧ୍ୟରେ ମୁଁ ଆହ୍ୱାନ କରେ ଆମମାନଙ୍କ ଗହଣରେ ଜଡିତ ଅଛନ୍ତି ମିସେସ୍ ମିନାରାନୀ ଲିମା ଫ୍ରମ୍ ଭୁବନେଶ୍ୱର ଆଉ ସିଷ୍ଟର ୱାର୍ସିପରେ ଆମମାନଙ୍କୁ କଢାଇ ନେବେ ଏ ସମୟ ହଉଛି ସିଷ୍ଟରଙ୍କର ନମସ୍କାର ସର୍ବପ୍ରଥମେ ମୁଁ ପ୍ରଭୁ ଯୀଶୁଙ୍କୁ ଧନ୍ୟବାଦ ଦିଏ ପୁଣି ଆଜି ଜୁମ୍ରେ ଉପସ୍ଥିତ ପ୍ରତ୍ୟେକ ମୋର ଭଉଣୀ ମାନଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର ପୁଣି ପ୍ରେଜ୍ ଦ ଲର୍ଡ ନମସ୍କାର ପ୍ରଭୁ ଆମମାନଙ୍କୁ ଏ ସୁନ୍ଦର ସୁଯୋଗ ଦେଲେ କି ପ୍ରଥମ କରିକି ଜୁମ୍ରେ ଆଜି ମତେ ଗୀତ ବୋଲିବା ପାଇଁ ଦିଦି ଫୋନ କରିକି କହିଲେ ତ ମୁଁ ବହୁତ ଖୁସି ହେଲି ଆଉ ମୁଁ ଭାବିଲି ଯେ କିଛି କାର୍ଯ୍ୟ ବହୁଳ ଜୀବନରେ ଏପଟ ସେପଟ ହେଇ ହଉଛି ସେଇଥିପାଇଁ ମୁଁ ଦିଦି କହିଲି କି ମୁଁ କନଫର୍ମ କରିବି ଦିଦି ମତେ ଆଉ ଥରେ ସନ୍ଧ୍ୟାରେ ରିମାଇଣ୍ଡ କରିକି ଫୋନ କଲେ ପ୍ରଭୁ ସୁଯୋଗ ଦେଲେ କି ଆପଣମାନଙ୍କ ସହିତ ଆଜି ଜୁମ୍ରେ ଆରାଧନା କରିବା ନିମନ୍ତେ ତ ଆସନ୍ତୁ ପ୍ରଭୁଙ୍କ ଗୌରବ ନିମନ୍ତେ ମୁଁ ଗୀତ ବୋଲିବି ଆପଣମାନେ ଯଦି ଜାଣିଥିବେ ନିଶ୍ଚୟ ମୋ ସହିତ ଗୀତରେ ପାଳି କରିବେ
जीशु तुम्हें मो भरोसा, जीशु तुम्हें मोर आशा, जीशु तुम्हें आम बल, तुम्हें सदा जीवित, जीशु तुम्हें मो भरोसा, जीशु तुम्हें मोर आशा, जीशु तुम्हें आम बल, तुम्हें सदा जीवित, जीशु तुम्हें मो भरोसा, पापर अंधारे एही जगतरे जालिला मुक्ति दीप, पापर अंधारे एही जगतरे जालिला मुक्ति दीप, अलिभा अभुला अमर से प्रेम, गाउछु गाइबा विजय रसुरे, गाउछु गाइबा विजय रसुरे, जीशु मरण विजयी, जीशु तुम्हें मो भरोसा, जीशु तुम्हें मोर आशा, जीशु तुम्हें आम बल, तुम्हें सदा जीवित, जीशु तुम्हें मो भरोसा, जीवन सागरे झड़ बतासरे, जीशु थिबे आम साथी, जीवन सागरे झड़ बतासरे, जीशु थिबे आम साथी, विश्वासे साहसे करिबे से पार, कहुछु कहिबा प्रेमर भाषारे, कहुछु कहिबा प्रेमर भाषारे, जीशु मुक्ति करता, जीशु तुम्हें मो भरोसा, जीशु तुम्हें मोर आशा, जीशु तुम्हें आम बल, तुम्हें सदा जीवित, जीशु तुम्हें मो भरोसा, जीशु तुम्हें मोर आशा, जीशु तुम्हें आम बल, तुम्हें सदा जीवित, जीशु तुम्हें मो भरोसा। प्रभु को नाम रे धन्यवाद हो। प्रभु को आराधना करू करू आ गोटे हिंदी गीत आम माने बोलिबा। आपण माने प्रभु को धन्यवाद दियंतु। प्रभु को आमने प्रेजिंग भी करिबा। हो तेरी स्तुति और आराधना करता हूँ मैं तुझसे ये प्रार्थना। ए गीत द्वारा माने प्रभु को स्तुति करिबा। हो तेरी स्तुति और आराधना करता हूँ मैं तुझसे ये प्रार्थना। महिमा से तेरी तू इस जगह को भर, जो भी तू चाहे तो यहाँ पर कर। हालेलुया 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 हालेलुया
करुणा से तेरी नया दिन दिखाता है, ढल बनकर मेरी मुझे बचाता है। जब मैं पुकारूं तू दौड़ आता है, जब मैं गिरूं मुझे उठाता है। हालेलुया, 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 हालेलुया। सारे जहां में तुझसा कोई नहीं, तुझको छोड़कर प्रभु ही नहीं। घुटने में टेकू बस तेरे सामने, तू है मेरा प्रभु, तू मेरा पिता। हालेलुया, 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 हालेलुया। हो तेरी स्तुति और आराधना करता हूँ मैं तुझसे ये प्रार्थना। महिमा से तेरी तू इस जगह को भर, जो भी तू चाहे तू यहाँ पर कर। हालेलुया, 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 हालेलुया। प्रभु को धन्यवाद देवा। प्रभु आमान को केते दया कले, अनुग्रह कले, आज आमान को जीवित मान को मध्य रे नाम स्थान देले, वास स्थान देले, सेति पाई प्रभु का माने कोटि कोटि धन्यवाद देवा। आज अनेक अछंती एई परि समय सुजोग रो आउ से माने समय नेई पारनांती, विभिन्न कार्य रे से माने रत, किंतु प्रभु आज आमान को मनोनीत कले, स्वतंत्र कले, बाछिले। आमाने अल्प हेले मध्य एई जूम माध्यम रे आमाने एकत्रित हेई पारुछु कि अनेक प्रभु को गीत द्वारा वाक्य द्वारा पुणी मध्यस्थर प्रार्थनार वेदी सजाइबा पाई प्रभु आज सुंदर प्लाटफॉर्म जो जूम माध्यम रे प्रभु आमान को जगेइछंती, सेति पाई प्रभु का माने कोटि कोटि धन्यवाद देबा। हृदयर सहित प्रभु का माने धन्यवाद देबा कि प्रभु आमान को बंचाइछंती, तांकर से अनुग्रहता देइछंती, केवल तांकर दया एवं तांकर से महाप्रेम सकाशु आमानकर कोनोसी योग्यता धार्मिकता पवित्रता हेतु नै, केवल प्रभुंकर महान अनुग्रह द्वारा पाइछु। सेतिपा माने समस्त मुख कली प्रभु को धन्यवाद देबा, कारण प्रभु आमान को जीवित रखिछंती, तांकर अनुग्रह रे आमान को से परित्राण मध्य देइछंती। सेतिपा माने समस्त सामूहिक भाव रे प्रभुंकर गौरव करिबा। प्रभु धन्यवाद पांतु आमान को समस्त द्वारा प्रभु आमने अल्प मध्य सुंदर सुजोग ए सुंदर सहभागिता ए जूम माध्यम रे देले बोली प्रभु कोटि कोटि धन्यवाद दउछु। आमने प्रभु वर्तमान उपासना आरंभ करिछु। प्रभु बापा अवशिष्ट प्रतिटी कार्य रे प्रभु तुमे परिचालना कर। प्रभु जो भौणी लीडिंग करछंती बापा तुमे ताकर मुख दे कथा को, जो भौणी वाक्य नै आसीपे परमेश्वर तुमे पवित्र आत्मा कर स्पर्शता दियो। प्रभु जो वाक्य माने सुनिबो प्रभु आमान को प्रत्येक तुमे परितृप्त कर एवं से वाक्य द्वारा निज निज कार्य रे मध्य जे माने लगाइबा को पारिबे एवं तुमरी निमंते साक्षी हेबा को पारिबु सहाय्य कर। प्रभु जूम रे उपस्थित प्रत्येक भौणी मान को तुमे आशीर्वाद कर। नेटवर्क रो कोनोसी प्रॉब्लम जे परि न हो प्रभु, प्रभु आरंभ रो शेष पर्यंत प्रतिटी विषय तुमे परिचालना करि नियो प्रभु, एवं तुमे गौरव पाओ। सकल गौरव महिमा पूजा प्रशंसा केवल तुमरी हो बोली ए क्षुद्र प्रार्थना प्रिय प्रभु यीशु के नाम रे मागिले, आमेन। दीदी थैंक यू, सुंदर सुजोग देले मते आज गीत बोलिया पाए, सेति पाए धन्यवाद। पुनी उपस्थित प्रत्येक पुनी आउ थरे नमस्कार ज्ञापन करे। नमस्कार, बहुत बहुत धन्यवाद। अति गीत उत्साहित करछंती, विशेष करी प्रभुंकर गौरव करछंती, प्रशंसा करछंती। हम प्रत्येकंकु परमेश्वरଙ୍କ निकटस्थ कराइले एवं प्रार्थना द्वारा मध्य प्रभुंक निकटस्थ कराइछंती।
गीत द्वारा निकटस्थ कराई विशेष कर प्रभुंकर गौरव होती तेणु आपन को बहुत बहुत धन्यवाद थैंक यू दीदी, थैंक यू, भाव में आशीर्वाद करतु बहुत बहुत थैंक धन्यवाद। यू। वर्तमान रही बाइबल रीडिंग पवित्र धर्मशास्त्र अध्ययन करके शुणाइबे ए समय मध्य मु आह्वान करे आम मान गहन रे अछंती आम मान भाउज मिसेस सुनंदा पाणी फ्रॉम गारावन बाइबल अध्ययन साहाय्य करिवे। जूम रे उपस्थित प्रत्येकଙ୍କୁ ମୋର नमस्कार। नमस्कार नमस्कार। वर्तमान बाइबल रीडिंग करिबा ताहा होउची गीत संहिता 100 पर्व 1 ठारू 5 पद पर्यंत। धन्यवादार्थक गीत। हे सकल देश तुम्भे माने सदा प्रभुंक उद्देश्य रे आनंद ध्वनि कर। आनंद रे सदा प्रभुंकर सेवा कर। गान करी ताहांक छामुकु आस। सदा प्रभु जे परमेश्वर अटंती एहा तुम्भे माने ज्ञात हुओ। से आंभ मानंकु निर्माण करियछंती ओ आंबे माने ताहांकर अटु। आंबे माने ताहांकर लोक ओ ताहांक चरास्थानर मेष। धन्यवाद करू करू ताहांक द्वाରରେ ओ प्रशंसा करू करू ताहांक प्रांगणरे प्रवेश कर। ताहांकर स्तव कर ओ ताहांक नामर गुणानुवाद कर। कारण सदाप्रभु मंगलमय ताहांक दया अनंत काल स्थायी आउ ताहांकर विश्वस्तता पुरुषानुक्रमरे थाए। आमेन। प्रभु ए वाक्य रे आमे समस्त को आशीर्वाद करंतु। नमस्कार। बहुत बहुत धन्यवाद भाउज अति स्पष्ट सहित परमेश्वर पवित्र मुख निर्गत वाक्य को सुंदर भाव अध्ययन करी परमेश्वर से महानता को प्रकाश कर घोषणा कर उत्तम शिक्षा हमको प्रदान कर आपन को बहुत बहुत धन्यवाद। प्रभु आपन को बहुल भाव आशीर्वाद करंतु। बहुत बहुत धन्यवाद उत्तम भाव अध्ययन करी परमेश्वर गौरव कर। वर्तमान रही मेमोरी वर्स जदि आपण माने मुखस्थ करिसंती ताहले प्रभु को गौरव निमंते आपण माने कहि परिबे मुखस्थ पद। समस्त को नमस्कार। नमस्कार। सदाप्रभु आमार ज्योति आमार परित्राण आमी ताहा काहा हইতে ভীত হইব। सदाप्रभु आमार जीवन दुर्ग आमी काहा হইতে ত্রাসযুক্ত হইব। गीत संगीता 27 1 पद। नमस्कार। धन्यवाद धन्यवाद। कारण ईश्वरଙ୍କ वाक्य जीवंत ओ कार्य साधक पुणी द्विधार खड्ग ठारू तीक्ष्णतर आउ प्राण ओ आत्मा ग्रंथि ओ मौजार विच्छेद पर्यंत परिवेदक एवं हृदयर चिंता ओ भावर सूक्ष्म विचारक अटे। एब्री 4 पर्वर 12 पद। धन्यवाद। आउ जदि किए कहबा पई चाहंती तुम्हें आंब निकटरे प्रार्थना कर आंबे तुमको उत्तर दबा पुणी तुम्हें आमर महिमा कीर्तन करिब। तुम्हें आंब निकटरे प्रार्थना कर आंबे तुमको उत्तर देवा पुणी आंबे तुमर अज्ञात महत और दुष्कर विषय मान तुमको देखाइबा। जेरेमिया 33:2 पद। थैंक यू सिस्टर। आउ जदि किए कहबा पई चाहंती तुम वाक्य मो चरण पाए प्रदीप व मो पथ पाए आलु अटे। गीत संहिता 119 105 पद। थैंक यू थैंक यू सिस्टर। आउ जदि किए कहबा पई चाहंती नमस्कार। नमस्कार। स्वर्णमय पद अच्छी हितपद देश 16 पर्वर 3 पद। सदा प्रभु को तुम्हार कार्य समर्पण कर तहिरे तुम्हार संकल्प स्थिरीकृत हब। आमेन। धन्यवाद। बहुत बहुत धन्यवाद सुनीता। आउ जदि किए कहबा पई चाहंती आपण मान को बहुत बहुत धन्यवाद। परमेश्वर से मुख निर्गत वाक्य को मुखस्थ करी परमेश्वर गौरव निमंते प्रकाश करछंती से द्वारा मध्य शिक्षा प्राप्त कराई आपण मान को बहुल भाव नमस्कार। प्रभु आपण मान को साहाय्य करंतु। बहुत बहुत धन्यवाद।
ବର୍ତ୍ତମାନ ଆମମାନେ ଆଉ ବାଇବଲ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ଦେଖିବା। ତାହା ଆଗକୁ ପଢାଇ ନେବେ। ଏ ସମୟ ମଧ୍ୟରେ ମୁଁ ଆହ୍ୱାନ କରେ ଆମମାନଙ୍କ ଗହଣରେ ଜଡିତ ଅଛନ୍ତି ମିସେସ୍ ସୁଶୀଳା ଫ୍ରମ୍ USA। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଦେଖିବା ଆଜିର ବାଇବଲ କ୍ୱିଜ୍। ସରି ମୁଁ ସେୟାର ସ୍କ୍ରିନ୍ କରୁଛି। ଆଉ ଆଜିର ବାଇବଲ କ୍ୱିଜ୍ ଅଧ୍ୟାୟ ଅଛି ଆଦି ପୁସ୍ତକ 36 ଅଧ୍ୟାୟ। ଯଦି ଆପଣ ମାନଙ୍କ ପାଖରେ ବାଇବଲ ଅଛି ଦୟାକରି ଖୋଲି ଦେଖନ୍ତୁ ଆଦି ପୁସ୍ତକ 36 ଅଧ୍ୟାୟ। ଆଉ ସମସ୍ତେ ମିଳିମିଶି ଏହି ଅଧ୍ୟାୟକୁ ଆଜି ଦେଖିବା। ଆଉ ସେଥିରୁ ମୁଁ କିଛି ଅଂଶ କ୍ୱେଶ୍ଚିନ୍ କରିବି, ଆପଣ ମାନେ ଅନମ୍ୟୁଟ୍ କରିକି ଉତ୍ତର ଦେବେ। ପ୍ରଥମ ପ୍ରଶ୍ନ ହଉଛି ଏଇ 36 ଅଧ୍ୟାୟର ଆଦି ପୁସ୍ତକ 36 ଅଧ୍ୟାୟ। ଆଉ ପ୍ରଥମ ପ୍ରଶ୍ନ ହେଲା ଏହି ଅଧ୍ୟାୟରେ ଈଶ୍ୱର ଅନ୍ୟ ନାମ କୁହାଯାଏ, ସେହି ନାମ କଣ? ଇଦୋମ। ଧନ୍ୟବାଦ। ଈଶ୍ୱର କାହାକୁ ବିବାହ କରିଥିଲେ? ତିନୋଟି କନ୍ୟା। ମାନଙ୍କର ଦୁଇ କନ୍ୟାକୁ। ଆଚ୍ଛା ଆଚ୍ଛା, ତାହେଲେ ପଢିଦେବେ କି? ହିତୀୟ ଏଲୋନର କନ୍ୟା ଆଦାକୁ ଓ ଅନାରର କନ୍ୟା ହିଦିୟ ସିବିଓନର ପୌତ୍ରୀ ଅହଲିବାମାକୁ ତଦ୍ଭିନ୍ନ ନବାୟତର ଭଗ୍ନୀ ଅର୍ଥାତ୍ ଇସମାଏଲର କନ୍ୟା ବାସମତକୁ ବିବାହ କଲା। ଆଦି ପୁସ୍ତକ ଧନ୍ୟବାଦ 36 ପର୍ବ 2-3। ଧନ୍ୟବାଦ ସିଷ୍ଟର। ଗୋଟେ ପ୍ରଶ୍ନ ଅଛି, ଈଶ୍ୱର କେଉଁ ପୁତ୍ର ମାନେ କିଣାନ ଦେଶରେ ଜନ୍ମ ହୋଇଥିଲେ? ଇଲିଫସ, ରୁଏଲ, ଜିଉସ, ଜାଲମ, କୋରହ। ଧନ୍ୟବାଦ। କିଏ ଅମାଲେକକୁ ପ୍ରସବ କଲା? ଇଲିଫସ ଅମାଲେକକୁ ପ୍ରସବ କଲା। ଧନ୍ୟବାଦ ଧନ୍ୟବାଦ ଏଥର ପତ୍ନୀ। ଧନ୍ୟବାଦ। ଯଦି ବାଇବଲ ଖୋଲିଛନ୍ତି ଆଦି ପୁସ୍ତକ 36 ଅଧ୍ୟାୟ 40ରୁ 43 ପର୍ଯ୍ୟନ୍ତ ଦୟାକରି ପଢି ଦିଅନ୍ତୁ। ଏସଠାରୁ ଉତ୍ପନ୍ନ ପୁଣି ଗୋଷ୍ଠୀ ଓ ସ୍ଥାନ ଓ ନାମ ଭେଦ ଅନୁସାରେ ଯେଉଁ ଯେଉଁ ରାଜା ଥିଲେ ସେମାନଙ୍କର ନାମାବଳୀ ଯଥା ରାଜା ତିମ୍ନ ଓ ରାଜା ଅଲବା, ରାଜା ଜିଥେତ ଓ ରାଜା ଅହଲିବାମା ଓ ରାଜା ଏଲା ଓ ରାଜା ପିନୋନ ଓ ରାଜା କନସ ଓ ରାଜା ତୈମନ ଓ ରାଜା ମିବସର ଓ ରାଜା ମଗଦିଏଲ ଓ ରାଜା ଇରମ। ଏମାନେ ଆପଣା ଆପଣା ଅଧିକୃତ ଦେଶରେ ବସତି ସ୍ଥାନ ଅନୁସାରେ ଇଦୋମର ରାଜଗଣ ଥିଲେ। ଇଦୋମୀୟ ମାନଙ୍କ ଆଦି ପୁରୁଷ ଏସର ବୃତ୍ତାନ୍ତ ସମାପ୍ତ। ଧନ୍ୟବାଦ ସିଷ୍ଟର। ତ ଏହା ଥିଲା ଏଇ ଅଧ୍ୟାୟର ପ୍ରଶ୍ନ। କିଛି ପ୍ରଶ୍ନ ଆମେ ଯାହାକି ଦେଖିଲୁ। ଆଉ ଯଦି ଆପଣ ମାନଙ୍କ ପାଖରେ ସମୟ ହୁଏ ତାହେଲେ ଆପଣ ମାନେ ଆଉ ଥରେ ଆଦି ପୁସ୍ତକ 36 ଅଧ୍ୟାୟକୁ ପଢିବେ ଆଶା କରୁଛି। ତ ସମସ୍ତେ ପାର୍ଟିସିପେଟ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦଉଛି। ଆଉ ପ୍ରଭୁଙ୍କ ଇଚ୍ଛା ହେଲେ ଆଗାମୀ ସପ୍ତାହରେ ଆମମାନେ ଦେଖିବା ଆଦି ପୁସ୍ତକ 37 ଅଧ୍ୟାୟ। ତାହେଲେ ସବୁ ସପ୍ତାହ ଭଳିଆ ଏ ସପ୍ତାହରେ ବି ମୁଁ ସ୍କ୍ରିନ୍ ସେୟାର କରୁଛି ଆଦି ପୁସ୍ତକ 37 ଅଧ୍ୟାୟର ଭିଡିଓ। ଆମମାନେ ମିଳିମିଶିକି ଦେଖିବା। ଏଇ ଭିଡିଓ ଇଂରାଜୀରେ ଏକ୍ସପ୍ଲେନ ହେଇଛି, କିନ୍ତୁ
ଆଉ ଓଡ଼ିଆରେ କ୍ୟାପସନ୍ ଅଛି, ପୁଣି ଆପଣ ମାନେ ଯଦି ବାଇବଲ ପଢିବେ ଦ୍ୱାରା ବି ଭଲରେ ବୁଝିପାରିବେ। This is the account of Esau, that is Edom. Esau took his wives from the women of Canaan, Adah, daughter of Elon the Hittite, and Oholibamah, daughter of Anah and granddaughter of Zibeon the Hivite. Also Basemath, daughter of Ishmael and sister of Nebaioth. Adah bore Eliphaz to Esau. Basemath bore Reuel. And Oholibamah bore Jeush, Jalem, and Korah. These were the sons of Esau, who were born to him in Canaan. Esau took his wives and sons and daughters, and all the members of his household, as well as his livestock, and all his other animals, and all the goods he had acquired in Canaan, and moved to a land some distance from his brother Jacob. Their possessions were too great for them to remain together. The land where they were staying could not support them both because of their livestock. So Esau, that is Edom, settled in the hill country of Seir. This is the account of Esau, the father of the Edomites in the hill country of Seir. These are the names of Esau's sons: Eliphaz, the son of Esau's wife Adah, and Reuel, the son of Esau's wife Basemath. The sons of Eliphaz, Teman, Omar, Zepho, Gatam, and Kenaz. Esau's son Eliphaz also had a concubine named Timnah, who bore him Amalek. These were grandsons of Esau's wife Adah. The sons of Reuel, Nahath, Zerah, Shammah, and Mizah. These were grandsons of Esau's wife Basemath. The sons of Esau's wife Oholibamah, daughter of Anah, and granddaughter of Zibeon, whom she bore to Esau, Jeush, Jalem, and Korah. These were the chiefs among Esau's descendants. The sons of Eliphaz, the firstborn of Esau, chiefs Teman, Omar, Zepho, Kenaz, Korah, Gatam, and Amalek. These were the chiefs descended from Eliphaz in Edom. They were grandsons of Adah. The sons of Esau's son Reuel, chiefs Nahath, Zerah, Shammah, and Mizah. These were the chiefs descended from Reuel in Edom. They were grandsons of Esau's wife Basemath. The sons of Esau's wife Oholibamah, chiefs Jeush, Jalem, and Korah. These were the chiefs descended from Esau's wife Oholibamah, daughter of Anah. These were the sons of Esau, that is Edom, and these were their chiefs. These were the sons of Seir the Horite, who were living in the region: Lotan, Shobal, Zibeon, Anah, Dishan, Ezer, and Dishan. These sons of Seir in Edom were Horite chiefs. The sons of Lotan, Hori and Homam. Timnah was Lotan's sister. The sons of Shobal, Alvan, Manahath, Ebal, Shepho, and Onam. The sons of Zibeon, Ea and Anah. This is the Anah who discovered the hot springs in the desert while he was grazing the donkeys of his father Zibeon. The children of Anah, Dishan and Oholibamah, daughter of Anah. The sons of Dishan, Hemdan, Eshban, Ithran, and Kiran. The sons of Ezer, Bilham, Zaavan, and Achan. The sons of Dishan, Uz and Aaron. These were the Horite chiefs: Lotan, Shobal, Zibeon, Anah, Dishan, Ezer, and Dishan. These were the Horite chiefs according to their divisions in the land of Seir. These were the kings who reigned in Edom before any Israelite king reigned. Bela, son of Beor, became king of Edom. His city was named Dinhabah. When Bela died, Jobab, son of Zerah,
from Bozrah succeeded him as king. When Jobab died, Husham from the land of the Temanites succeeded him as king. When Husham died, Hadad, son of Bedad, who defeated Midian in the country of Moab, succeeded him as king. His city was named Avith. When Hadad died, Samlah from Masrekah succeeded him as king. When Samlah died, Shaul from Rehoboth on the river succeeded him as king. When Shaul died, Baal-Hanan, son of Akbor, succeeded him as king. When Baal-Hanan, son of Akbor, died, Hadad succeeded him as king. His city was named Pau, and his wife's name was Mehetabel, daughter of Matred, the daughter of Mizahab. These were the chiefs descended from Esau by name, according to their clans and regions: Timnah, Alva, Jetheth, Oholibama, Elah, Pinan, Kenaz, Teman, Mibzah, Magdiel, and Iram. These were the chiefs of Edom, according to their settlements in the land they occupied. This was Esau, the father of the Edomites. ଏହା ଥିଲା ଅଧ୍ୟାୟ ଯାହାକି ଆମେ ଦେଖିଲୁ। ଆପଣମାନଙ୍କ ସମୟ ହେଲେ ଆଉ ଥରେ ପଢନ୍ତୁ। ନାମ ଗୁଡିକ ହୁଏତ ଆମେ ମନେ ରଖି ନ ପାରୁ, କିନ୍ତୁ କିଛି ନାମ ଆମେ ମନେ ରଖିପାରୁ, ଯେମିତିକି ଅମାଲେକ ଆଉ ଏସୋ ବଂଶରୁ ଆସିଥିଲେ। ଧନ୍ୟବାଦ ସମସ୍ତଙ୍କୁ। ଆଉ ପ୍ରଭୁଙ୍କ ଇଚ୍ଛା ହେଲେ ଆମେ ଆଉ ସପ୍ତାହକୁ ଆମେ ଦେଖିବା। Praise the Lord. Thank you so much. Over to you, Bindu. ବହୁତ ବହୁତ ଧନ୍ୟବାଦ। ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ଉତ୍ତର ଭାବରେ ଆମମାନଙ୍କର ପଢାଇକି ନେଇଛନ୍ତି, ଶିକ୍ଷା ଦେଇଛନ୍ତି। ଏଥି ଦ୍ୱାରା ପୁଣି ସୁନ୍ଦର ଭାବରେ ଏସୋଙ୍କ ବିଷୟରେ ମଧ୍ୟ ଆମମାନଙ୍କୁ ପିକ୍ଚର ଶୋ କରିଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରଶ୍ନ ଉତ୍ତରରେ ମଧ୍ୟ ଗୁଡାଏ ସିଷ୍ଟର ମାନେ ସେମାନେ ପାର୍ଟିସିପେଟ କରିଛନ୍ତି, ଉତ୍ତର ଦେଇଛନ୍ତି ଆଉ ଉତ୍ସାହିତ କରିଛନ୍ତି ଏକକୁ ଆରେକ। ତେଣୁ ସେମାନଙ୍କୁ ମଧ୍ୟ ପ୍ରଭୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଆପଣଙ୍କର ଆଉ ପରିଶ୍ରମ ହେତୁ ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ, ସାହାଯ୍ୟ କରନ୍ତୁ ଆପଣଙ୍କ କାର୍ଯ୍ୟରେ। ବହୁତ ବହୁତ ଧନ୍ୟବାଦ। ବର୍ତ୍ତମାନ ରହିଛି ଟେଷ୍ଟିମୋନି। ଯଦି ଟେଷ୍ଟିମୋନି କହିବାକୁ ଚାହାନ୍ତି ପ୍ରଭୁଙ୍କ ଗୌରବ ନିମନ୍ତେ, ତେବେ ଆପଣମାନେ ଟେଷ୍ଟିମୋନି କହିପାରିବେ। ଯଦି କାହାରି ସାକ୍ଷ୍ୟ ଅଛି, ପ୍ରଭୁଙ୍କଠାରୁ ଆଶୀଷ ପାଇଛନ୍ତି, ପ୍ରଭୁଙ୍କୁ ଧନ୍ୟବାଦ ଦେଉ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରି ପର୍ଯ୍ୟନ୍ତ କଢା ଆଣିଛନ୍ତି, ଆମମାନଙ୍କୁ ଜୀବନ ରଖିଛନ୍ତି। ଆଉ ଏ ଜୀବନ ରଖିବା ଉଦ୍ଦେଶ୍ୟ ବି ପ୍ରଭୁଙ୍କର ରହିଛି ଯେ ତାଙ୍କରି ନିକଟରେ ଆମେ ରହୁ, ତାଙ୍କରି ପାଶରେ ଆମେ ରହୁ, ପ୍ରତି ସମୟରେ ତାଙ୍କରି ଗୌରବ ପ୍ରଶଂସା କରୁ। ଏହା ତାଙ୍କର ଚାହାନା। ଆଉ ପ୍ରଭୁଙ୍କୁ ଧନ୍ୟବାଦ ଦିଏ, ସେ ଆମମାନଙ୍କୁ ପଢେଇ ଆଣୁଛନ୍ତି। ଆଉ ବିଶେଷ କରି ଧନ୍ୟବାଦ ଦିଏ ଯେ ଆମମାନଙ୍କୁ ସେ ଜୀବନ ରଖିଛନ୍ତି। ଆମେମାନେ ଏହିପରି କୌଣସି କାର୍ଯ୍ୟ କରିନାହୁଁ, ତଥାପି ପ୍ରଭୁଙ୍କର ଏହା ଅନୁଗ୍ରହ। ତେଣୁ ପ୍ରଭୁଙ୍କର ଗୌରବ ହେଉ। ବର୍ତ୍ତମାନ ଆମମାନେ ପ୍ରାର୍ଥନା କରିବା। କେତେ ବିଷୟ ନେଇ ଆମମାନେ ପ୍ରାର୍ଥନା କରିବା। ଆଣ୍ଟି ପ୍ରେସ୍ ନିକିତା କହୁଥିଲି। ଟେଷ୍ଟିମନି କହ। କୁହ କୁହ। ପ୍ରଭୁଙ୍କ ନାମ ଧନ୍ୟବାଦ ହଉ। ଗତ ଦିନକରେ ମୁଁ ବହୁତ ଅସୁସ୍ଥ ଥିଲି। ପ୍ରଭୁ ତାଙ୍କର ଶକ୍ତି ଦେଇ ସୁସ୍ଥତା, ସମ୍ପୂର୍ଣ୍ଣ ସୁସ୍ଥତା ପ୍ରଦାନ କରିଛନ୍ତି। ଆଜି ମୁଁ ତାଙ୍କ ଦ୍ୱାରାରୁ ଏଇ ସାକ୍ଷ୍ୟ ଦେଇପାରୁଛି। ପ୍ରଭୁଙ୍କ ନାମରେ ଗୌରବ ହଉ। ପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥତା ଦେଇଛନ୍ତି। ଆମ ପରିବାରକୁ ମଧ୍ୟ ଆଶୀର୍ବାଦ କରିଛନ୍ତି। ସମସ୍ତେ ଅସୁସ୍ଥ ଥିଲୁ, ପ୍ରଭୁ ଆଶୀର୍ବାଦ କରି ସୁସ୍ଥତାର ହସ୍ତ ବଢେଇ ଅଛନ୍ତି। ତ ପ୍ରଭୁଙ୍କ ନାମରେ ଧନ୍ୟବାଦ ହଉ। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଥ୍ୟାଙ୍କ ୟୁ ସିଷ୍ଟର, ଥ୍ୟାଙ୍କ ୟୁ। ବହୁତ ବହୁତ ଧନ୍ୟବାଦ। ଆଉ ପ୍ରଭୁ ଅନୁଗ୍ରହ କରିଛନ୍ତି, ସମସ୍ତଙ୍କୁ ସୁସ୍ଥ ପ୍ରଦାନ କରିଛନ୍ତି, ଆଉ ସାକ୍ଷ୍ୟ ଦେବା ପାଇଁ ମଧ୍ୟ ଆସିକରି ମନ ଦେଇଛନ୍ତି। ତେଣୁ ପ୍ରଭୁଙ୍କ ଗୌରବ ହଉ ଏଇ ସାକ୍ଷ୍ୟ ଦ୍ୱାରା। ବହୁତ ବହୁତ ଧନ୍ୟବାଦ ନିକି, ସାକ୍ଷ୍ୟ ଦେଇଥିବାରୁ। ଆଉ ଯଦି କାହାରି ଅଛି? ଠିକ ଅଛି। ଯଦି ନାହିଁ, ମାନେ ପ୍ରାର୍ଥନା ମାଧ୍ୟମକୁ ଯିବା। ଆମମାନଙ୍କ ଗହଣରେ ଅଛନ୍ତି
ସମ୍ବଲପୁର ଯୋଡ଼ିଛନ୍ତି ଆମମାନଙ୍କର ମାଉସୀ ଆଉ ବୀର ମାଉସୀ ଅଛନ୍ତି, ତାଙ୍କୁ ମୁଁ ଅନୁରୋଧ କରେ। ମାଉସୀ ନମସ୍କାର, ପ୍ରେଜ୍ ଦ ଲର୍ଡ। ନମସ୍କାର ମା, ନମସ୍କାର। ଶୁଭୁଛି? ହଁ, ଶୁଭା ଯାଉଛି। କେତେ ଗୁଡିଏ ବିଷୟ କହିବି, ସେଥି ନିମନ୍ତେ ପ୍ରାର୍ଥନା କରିବେ। ଆଉ ଏଇ ଦିନ ମାନଙ୍କରେ ତ ଆମେ ଜାଣୁ ଯେ ଆମ ରାଜ୍ୟର ବିଭିନ୍ନ ସ୍ଥାନ ମାନଙ୍କରେ ଝଡ ବର୍ଷା ବାତ୍ୟା ଯୋଗୁ ଲୋକ ହନ୍ତସନ୍ତ ହଉଛନ୍ତି। ବିଭିନ୍ନ ସ୍ଥାନରେ ଶୋକାକୁଳର ଛାୟା ମଧ୍ୟ ଖେଳିଛି, ଆଉ ଧନ ଜୀବନ ଏମିତି ନଷ୍ଟ ହେଇଛି। ଆଉ ବିଶେଷ କରି ଆମମାନେ ପ୍ରାର୍ଥନା କରିବା ସେମାନଙ୍କର ଜ୍ଞାତି କୁଟୁମ୍ବ ମାନଙ୍କ ନିମନ୍ତେ। ପ୍ରଭୁ ସେମାନଙ୍କୁ ଶାନ୍ତି ସାନ୍ତ୍ୱନା ଦିଅନ୍ତୁ। ଆଉ ଏଇ ଦିନ ମାନଙ୍କରେ ଯେଉଁମାନଙ୍କର ଘର ନାହିଁ, ଯେଉଁମାନେ ବସ୍ତିରେ ରୁହନ୍ତି, ଯେଉଁମାନେ ବସ୍ ଷ୍ଟାଣ୍ଡରେ ରୁହନ୍ତି ବା ରେଲୱେ ଷ୍ଟେସନରେ ରୁହନ୍ତି, ଆଉ ଏଇ ପ୍ରକାର ପରିସ୍ଥିତି ମଧ୍ୟରେ ଯେଉଁମାନଙ୍କର ବସ୍ତ୍ର ନାହିଁ କି ଘର ମଧ୍ୟ ନାହିଁ, ସେମାନଙ୍କ ନିମନ୍ତେ ଆମମାନେ ପ୍ରାର୍ଥନା କରିବା। ପ୍ରଭୁ ସେମାନଙ୍କର ଆବଶ୍ୟକତା ଦିଅନ୍ତୁ, ସେମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ, ସେଥି ନିମନ୍ତେ ପ୍ରାର୍ଥନାରେ କଢାଇ ନେବେ। ପୁଣି ଆଉ ଗୋଟେ ବିଷୟ ରହିଛି, ଏଇ ଦିନ ମାନଙ୍କରେ ଯେଉଁମାନଙ୍କୁ ପ୍ରଭୁଙ୍କ ନାମରେ କାର୍ଯ୍ୟ କରୁଥିବା, ପ୍ରଭୁଙ୍କର କାର୍ଯ୍ୟ କରୁଥିବା ସେବକ ସେବିକା ମାନଙ୍କୁ ଯେଉଁ ଜେଲ ଦଣ୍ଡ ଦିଆଯାଇଛି, ସେମାନଙ୍କର ଉଦ୍ଧାର ନିମନ୍ତେ ପ୍ରାର୍ଥନା କରିବେ। ପୁଣି ପ୍ରତ୍ୟେକ ପ୍ରଭୁଙ୍କର ସେବକ ସେବିକା ମାନେ ଯେପରିକି ଏକ ମନା ହୋଇ ମିଳିତ ଭାବରେ ପ୍ରଭୁଙ୍କର ସେବା କାର୍ଯ୍ୟ କରିବେ, ସେଥି ନିମନ୍ତେ ମଧ୍ୟ ପ୍ରାର୍ଥନାରେ କଢାଇ ନେବେ। ଏ କେତେ ଗୁଡିଏ ବିଷୟ କହିଲି, ଏଥି ନିମନ୍ତେ ଆପଣ ପ୍ରାର୍ଥନା କରିବେ। ଉପସ୍ଥିତ ସମସ୍ତଙ୍କୁ ନମସ୍କାର। ନମସ୍କାର। ଆସନ୍ତୁ ପ୍ରାର୍ଥନା କରିବା। ଧନ୍ୟବାଦ ଦଉଛୁ ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ତମର ପ୍ରଶଂସା କରୁଛୁ, ଗୌରବ କରୁଛୁ, ସ୍ତୁତି କରୁଛୁ। ପ୍ରଭୁ ଗ ତୁମେ ଆମକୁ ବାପା, ଆମେ ଧାର୍ମିକ ବୋଲି, ଆମେ ପବିତ୍ର ବୋଲି ତୁମେ ଏ ସୁଯୋଗ ଦେଇନାହ ବାପା, କିନ୍ତୁ ତୁମେ ଆମକୁ ପ୍ରେମ କରି ଅନୁଗ୍ରହରେ ସୁଯୋଗ ଦେଇଅଛ। ଆମକୁ ଅନୁଗ୍ରହର ପ୍ରଭୁ ସମୟରେ ରଖିଅଛ। ପ୍ରଭୁ ଯୋଉମାନେ ପ୍ରଭୁ ଆଜି ସମସ୍ତ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭୁ ପଡି କଷ୍ଟ ପାଉଛନ୍ତି, ମୃତ୍ୟୁବରଣ କରୁଛନ୍ତି, ହେ ପ୍ରଭୁ ସେ ସମସ୍ତଙ୍କର ପ୍ରଭୁ ପାପ ଯୋଗୁ ସେମାନେ ପାଇଲେ ବୋଲି ଆମେ ପ୍ରଭୁ କେବେ ମଧ୍ୟ ନ ଭାବୁ। କାରଣ ତୁମର ସୃଷ୍ଟି ପ୍ରଭୁ, ତୁମେ ଯେତେବେଳେ ସୃଷ୍ଟି କରିଛ, ଆଉ ସୃଷ୍ଟି ଯେତେବେଳେ ହେ ପ୍ରଭୁ ତୁମ ଠାରେ ଅକୃତଜ୍ଞ, ସୃଷ୍ଟି ଯେତେବେଳେ ତୁମର ଅବାଧ୍ୟ ହେଇଛି, ସୃଷ୍ଟି ଯେତେବେଳେ ତୁମର ପ୍ରଭୁ ବିରୁଦ୍ଧାଚାରୀ ପ୍ରଭୁ କାର୍ଯ୍ୟ କରିଛି, ସେଇ ସମୟରେ ହୁଏତ ପ୍ରଭୁ ବାପା ଗୋ ସେମାନଙ୍କର ସେଇ ପାପର ଫଳ ସେମାନେ ଆଜି ପାଇଅଛନ୍ତି। କିମ୍ବା ପ୍ରଭୁ ଯଦି ଆମେ ପାପୀ ବୋଲି କହିପାରୁନୁ, ତେବେ ହେ ପ୍ରଭୁ ତାହା ତୁମର ଇଚ୍ଛା, ତୁମର ଦୟା, ଯେପରିକି ଆଉ ଅନ୍ୟମାନେ ସ୍ଥିତି ଦ୍ଵାରା ଶିକ୍ଷା ପାଇବେ, ଅନ୍ୟମାନେ ସ୍ଥିତି ଦ୍ଵାରା ପ୍ରଭୁ ବାପା ଏ ସମସ୍ତ ବିଷୟ ଦ୍ଵାରା ପ୍ରଭୁ ତୁମକୁ ଚିହ୍ନିବେ, ଜାଣିବେ ଯେ ବାସ୍ତବରେ ଜଣେ ଅଛନ୍ତି ଯେ କି ଏ ସମସ୍ତକୁ ଚଳାନ୍ତି। ପ୍ରଭୁ ବାସ୍ତବରେ ବାପା ଏଇ କଥା ଜଣେଇବା ପାଇଁ, ପ୍ରଭୁ ଆମକୁ ଚେତାବନୀ ଦେବା ପାଇଁ, ଆମକୁ ଆଲର୍ଟ କରିବା ପାଇଁ ପ୍ରଭୁ ତୁମେ ସମସ୍ତ କରିଅଛ ବାପା। ପ୍ରଭୁ ସେଥିପାଇଁ ମାନେ ପ୍ରଭୁ ଧନ୍ୟବାଦ ଦେବାକୁ ପ୍ରଭୁ ମନ ଅସ୍ଥିର ଲାଗୁଛି, ଧନ୍ୟବାଦ ଦେଇପାରୁନୁ ସେମାନଙ୍କର କ୍ଷତିରେ, ତଥାପି ଧନ୍ୟବାଦ ମଧ୍ୟ ଦଉଛୁ ଯେ ଆମମାନଙ୍କୁ ତୁମେ ପରିତ୍ରାଣ ନିମନ୍ତେ, ତୁମ ରାଜ୍ୟ ନିମନ୍ତେ ପ୍ରସ୍ତୁତ କରିବା ପାଇଁ ଏ ସମସ୍ତ ଆଣିଅଛ ବୋଲି। ପ୍ରଭୁ ଯୋଉମାନେ ଆଜି ଚାଲି ଯାଇଛନ୍ତି, ବାପା ସେମାନଙ୍କ ପାଇଁ ଆମେ ପ୍ରାର୍ଥନା କରୁନାହୁଁ, କାରଣ ସେମାନେ ଗଲେଣି, ଆଉ ପ୍ରଭୁ ସେମାନଙ୍କର ଆଉ କିଛି ଉପାୟ ନାହିଁ, ସେମାନେ ନର୍କ ଚାଲିଗଲେଣି। ଯୋଉମାନେ ତୁମକୁ ଗ୍ରହଣ କରି ଯାଇଥିବେ, ତୁମର ବାକ୍ୟ ଅନୁସାରେ ଯୋଉମାନେ ଏଣିକି ପ୍ରଭୁରେ ଥାଇ ମରନ୍ତି, ସେମାନେ ଧନ୍ୟ, ଆଉ ସେମାନେ ଧନ୍ୟ ହେଇଛନ୍ତି ପ୍ରଭୁ ମଙ୍ଗଳମୟ ସ୍ୱର୍ଗସ୍ଥ ବାପା। କିନ୍ତୁ ଯୋଉମାନେ ତୁମକୁ ଜାଣି ନାହାନ୍ତି ଯାଇଛନ୍ତି ପ୍ରଭୁ, ସେମାନଙ୍କର ଯୋଉମାନେ ବାକି ରହି ଯାଇଛନ୍ତି, ସେମାନେ ଯେପରି ଏଇ ଦିନ ମାନଙ୍କରେ ତୁମକୁ ଚିହ୍ନିବେ, ତୁମକୁ ଜାଣିବେ, ଆଉ ପ୍ରଭୁ ସେମାନେ ଯେପରି ସେଇ ପଥର ପଥିକ ହେବେ ନାହିଁ, ବରଂ ସେମାନେ ଯେପରି ଫେରିବାକୁ ପାରିବେ, ସତ୍ୟ ଈଶ୍ୱରକୁ ବିଶ୍ୱାସ କରିବାକୁ ପାରିବେ। ପରିତ୍ରାଣ କଣ? ପ୍ରଭୁ, ପ୍ରଭୁ ଯୀଶୁ କାହିଁକି ଏଇ ଜଗତକୁ ଆସିଥିଲେ? କାରଣ ଆଜି ଗୋଟିଏ ମଣିଷ କହିପାରିବ ନାହିଁ ଯୀଶୁଙ୍କ ନାମ ଶୁଣି ନାହିଁ ବୋଲି। ପ୍ରଭୁ ଆଜି ପ୍ରଭୁ ନେଟରେ ମଧ୍ୟ ସବୁଆଡେ ପ୍ରଚାର ହଉଛି ପ୍ରଭୁ। ବାପା ତୁମେ ଦୟା କର, ଯେପରି ସେମାନେ ବୁଝିପାରିବେ, ଏଇ ପ୍ରକାର ଆଶୀର୍ବାଦ କର। ବିଶେଷ କରି ପ୍ରଭୁ ଯୋଉମାନେ ଚାଲି ଯାଇଛନ୍ତି
ଗଲେଣି, କିନ୍ତୁ ଯୋଉମାନେ ଅଛନ୍ତି ସେମାନଙ୍କ ପାଇଁ ଘର ଦରକାର ପ୍ରଭୁ, ସେମାନଙ୍କ ପାଇଁ ବସ୍ତ୍ର ଦରକାର ପ୍ରଭୁ, ସେମାନଙ୍କ ପାଇଁ ଖାଦ୍ୟ ଦରକାର, ସେମାନଙ୍କ ପାଇଁ ଥଇଥାନ ଆବଶ୍ୟକ ପ୍ରଭୁ। ତୁମେ ହିଁ ସେମାନଙ୍କର ଥଇଥାନ ହୁଅ ବୋଲି ଆମେ ପ୍ରାର୍ଥନା କରୁଛୁ। ପ୍ରଭୁ ସେମାନେ ଯେପରି ପ୍ରଭୁ ଉପଯୁକ୍ତ ଭାବରେ ସେମାନଙ୍କର ଖାଦ୍ୟ ବସ୍ତ୍ର ବାସଗୃହ ପାଇବେ, ତା ସହିତ ପ୍ରଭୁ ପ୍ରାର୍ଥନା କରୁଛୁ ହୁଏତ ଅନେକ ଛୋଟ ଛୋଟ ପିଲା ଥିବେ, ଅନେକ ବୃଦ୍ଧା ବୃଦ୍ଧ ଥିବେ, ଅନେକ ଗର୍ଭବତୀ ଥିବେ, ପ୍ରଭୁ ଅନେକ ଅସୁସ୍ଥ ଥିବେ ପ୍ରଭୁ। ବାପା ଯୋଉମାନଙ୍କର ଟିକେ ବସିବାକୁ ଇଚ୍ଛା ହଉଥିବ, ପ୍ରଭୁ ଶୁଖିଲା ଜାଗାରେ ହୁଏତ ମିଳୁନଥିବ, ଏଇ ପ୍ରକାର ଅବସ୍ଥାରେ ମଧ୍ୟ ଆଜି ଅନେକ ଥିବେ ପ୍ରଭୁ। ତୁମେ ଦୟାକରି ସେମାନଙ୍କର ସହାୟ, ସେମାନଙ୍କୁ ଉପଯୁକ୍ତ ଭାବରେ ସମସ୍ତ ବିଷୟ ଯୋଗଉ ହେ ପ୍ରଭୁ। ସେମାନେ ଯେପରି ତୁମକୁ ଜାଣିବେ, ତୁମକୁ ପାଇବେ, ଏଇ ପ୍ରକାର ତୁମେ କର୍ମ କର, କାର୍ଯ୍ୟ କର ପ୍ରଭୁ। ବାପା ସେଇଠି ଜଣେ ଯଦି ଖ୍ରୀଷ୍ଟିଆନ ଅଛି, ଜଣେ ଯଦି ତୁମକୁ ଜାଣିବା ବ୍ୟକ୍ତି ଅଛି, ପ୍ରଭୁ ତୁମର ବାକ୍ୟ ଅନୁସାରେ ପ୍ରଭୁ ତୁମଙ୍କର 5 ଜଣ 100 ଜଣକୁ ଘଉଡାଇ ଦେବ। ପ୍ରଭୁ ସେଇ ଶକ୍ତି, ପ୍ରଭୁ ପବିତ୍ର ଆତ୍ମାଙ୍କର ଶକ୍ତି ତୁମେ ଦିଅ ପ୍ରଭୁ, ଯେପରି ସେମାନେ ପ୍ରଭୁ ସେଇ ବିଜାତୀୟ ମାନଙ୍କ ମଧ୍ୟରୁ, ସେ ମୂର୍ତ୍ତି ପୂଜକ ମାନଙ୍କ ମଧ୍ୟରୁ ସମସ୍ତ ପ୍ରକାର ମନ୍ଦ ଆତ୍ମାକୁ, ପାପ ଆତ୍ମାକୁ ପ୍ରଭୁ ସେମାନେ ଘଉଡେଇ ପାରିବେ। ଏଇ ପ୍ରକାର ତୁମେ ପ୍ରଭୁ ତୁମର ଲୋକମାନଙ୍କୁ ତୁମେ ପ୍ରସ୍ତୁତ କର, ବ୍ୟବହାର କର ବୋଲି ଆମେ ପ୍ରାର୍ଥନା କରୁଛୁ। ମଙ୍ଗଳମୟ ସ୍ୱର୍ଗସ୍ଥ ପ୍ରଭୁ, ହଁ ବାପା ଆମେ ପ୍ରାର୍ଥନା କରୁଛୁ ମଧ୍ୟ ପ୍ରଭୁ ଗୋ, ପ୍ରଭୁ ଯୋଉମାନେ ଆଜି ତୁମର ସେବକ ସେବିକା କାର୍ଯ୍ୟ କରୁ କରୁ ପ୍ରଭୁ ଜେଲରେ ଅଛନ୍ତି, ସେମାନଙ୍କ ପରିବାର ଗୁଡିକ ପାଇଁ ଆମେ ପ୍ରାର୍ଥନା କରୁଛୁ। ପ୍ରଭୁ ସେମାନେ ଯେତେବେଳେ ଜେଲରେ ସଢୁଛନ୍ତି ପ୍ରଭୁ ଗୋ, ସେମାନଙ୍କୁ କି ପ୍ରକାର ଅବସ୍ଥାରେ ରଖାଯାଇଥିବ ଆମେ ଜାଣୁନା, କାରଣ ସେମାନେ ତୁମ ନାମ ଶୁଣିଲା ମାତ୍ରେ ଛିଟକି ଯାଆନ୍ତି। ପ୍ରଭୁ ଯେପରି ପ୍ରଭୁ ବାଟି ଗୋଟେ ତଳେ ପଡୁ ପଡୁ ସେ ପ୍ରଭୁ ଉପରକୁ ଛିଟକି 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 ସେ କେତେ ଦୂର ଯେ ଚାଲିଯାଏ। ଆଜି ସେଇ ପ୍ରକାର ସେମାନଙ୍କର ଜୀବନ ପ୍ରଭୁ ତୁମ ନାମ ଶୁଣିଦେଲା କ୍ଷଣି, ଯୋଉ ନାମରେ ଜୀବନ, ଯୋଉ ନାମରେ ପରିତ୍ରାଣ, ଯୋଉ ନାମରେ ଆଜି ସବୁ ପାଇଛନ୍ତି ସେମାନେ, ପ୍ରଭୁ କାରଣ ପୃଥିବୀ ତହିଁର ପୂର୍ଣ୍ଣତା ସଦା ପ୍ରଭୁଙ୍କର। ପ୍ରଭୁ ପୃଥିବୀ ତୁମର ପ୍ରଭୁ, ତୁମେ ସମସ୍ତଙ୍କୁ ଦେଇଛ ପ୍ରଭୁ। ତୁମେ ପ୍ରଭୁ ଧାର୍ମିକକୁ ପୁଣି ଦୁଷ୍ଟକୁ ତୁମେ ପ୍ରଭୁ ବର୍ଷା ଦେଇ, ଧାର୍ମିକ ଦୁଷ୍ଟ ଉପରେ ତୁମେ ସୂର୍ଯ୍ୟ ଉଦୟ କରି ପ୍ରଭୁ ସମସ୍ତଙ୍କର ପ୍ରଭୁ ସବୁ ଆବଶ୍ୟକ ତୁମେ ପୂର୍ଣ୍ଣ କରୁଅଛ, ସବୁ ପ୍ରାଣୀ କି ଆହାର ତୁମେ ଦଉଅଛ। ତଥାପି ଆଜି ସେମାନେ ତୁମକୁ ପ୍ରଭୁ ଚିହ୍ନୁ ନାହାନ୍ତି, ଜାଣୁ ନାହାନ୍ତି ବାପା। ତୁମେ ଦୟାକରି ପ୍ରଭୁ ସେମାନଙ୍କୁ କଥା କୁହ ବୋଲି ପ୍ରାର୍ଥନା କରୁଛୁ। ବାପା ଯେପରି ପ୍ରଭୁ ସେଇ ଭାଇ ଭଉଣୀ ମାନେ ଯେତେବେଳେ ସେ ଭିତରେ ଅଛନ୍ତି ପ୍ରଭୁ, ସେମାନେ ଯେପରି ତୁମ ନାମକୁ କିମ୍ବା ସେଇ ଭାଇ ଭଉଣୀ ମାନଙ୍କୁ ଘୃଣା କରିବେ ନାହିଁ, ବରଂ ହେ ପ୍ରଭୁ ସେମାନଙ୍କ ଜୀବନରେ ତୁମେ କଥା କୁହ। ସେମାନେ ହଠାତ୍ ବଦଳିବେ, ସେମାନେ ହଠାତ୍ ପରିବର୍ତ୍ତିତ ହେବେ। ପ୍ରଭୁ ସେଥି ଦ୍ୱାରା ପ୍ରଭୁ ଅନେକ ଜାଣିବେ ଯେ ତୁମର ଶକ୍ତି କେତେ ବଡ ପ୍ରଭୁ। ସେଇଦିନ ବାସ୍ତବରେ ପ୍ରଭୁ ସୁସମାଚାରର ଶକ୍ତି ଏତେ ବଡ ଥିଲା, ଗୋଟିଏ ପଦ କହିଲେ ପ୍ରଭୁ ପିତର 3000 ଲୋକ ପରିବର୍ତ୍ତିତ ହେଇଥିଲେ। ଆଜି ମଧ୍ୟ ତୁମେ ସେଇ ପ୍ରକାର ଭାବରେ କାର୍ଯ୍ୟ କର ବୋଲି ଆମେ ପ୍ରାର୍ଥନା କରୁଛୁ। ପ୍ରିୟ ପ୍ରଭୁ ପ୍ରାର୍ଥନା କରୁଛୁ ସେମାନଙ୍କର ପ୍ରଭୁ ଯେପରି ଅତି ଶୀଘ୍ର ସେମାନେ ମୁକୁଳିବେ, ବେଲ ପାଇବେ, ତୁମେ ଦୟାକରି ଅନୁଗ୍ରହ କର। ଯେପରି ତୁମେ ପିତର ପ୍ରଭୁ ପାଉଲ ଶିଲା ମାନଙ୍କୁ ପ୍ରଭୁ ସେଇ ଦିନ ମାନଙ୍କରେ ପ୍ରଭୁ ଉଦ୍ଧାର କରୁଥିଲ, ସେଇ ପ୍ରକାର ସେଇ ପ୍ରିୟ ମାନଙ୍କୁ ତୁମେ ଉଦ୍ଧାର କର ବୋଲି ଆମେ ପ୍ରାର୍ଥନା କରୁଛୁ। ମଙ୍ଗଳମୟ ପ୍ରଭୁ ପ୍ରାର୍ଥନା କରୁଛୁ ସେମାନଙ୍କ ପରିବାର ଗୁଡିକ ନିମନ୍ତେ, ସେମାନଙ୍କର ପଡୋଶୀ ମାନଙ୍କ ନିମନ୍ତେ, ସେମାନଙ୍କର ପ୍ରିୟଜନ ମାନଙ୍କ ନିମନ୍ତେ, ଯୋଉମାନେ କି ଏସବୁ ଦେଖି ଭୟ କରି ପ୍ରଭୁ ଯେପରି ତୁମଠାରୁ ଦୂରକୁ ଚାଲି ନ ଯାଆନ୍ତି, ତୁମେ ଦୟାକରି ସେମାନଙ୍କୁ ଧରି ରଖ। ସେ ପରିବାର ଗୁଡିକୁ ହୁଏତ କୋଉ ପରିବାରରେ ପ୍ରଭୁ କମେଇବା ପିଲାମାନେ ନଥିବେ, ପ୍ରଭୁ ଇନକମ କରିବା ପିଲାମାନେ ନଥିବେ ବାପା, ସେ ପରିବାର କେମିତି ଚଳନ୍ତି ଆମେ ଜାଣୁନା। ତୁମେ ଦୟାକରି ସେମାନଙ୍କୁ ଉପଯୁକ୍ତ ଭାବରେ ପ୍ରଭୁ ଖାଦ୍ୟ ବସ୍ତ୍ର ବାସଗୃହ ଦିଅ। କାହାର ଘର ଭଡା ଦେବାକୁ ପଇସା ନଥିବ ପ୍ରଭୁ, କାହାର ପାଠ ପଢା ପାଇଁ ପ୍ରଭୁ ପିଲାମାନଙ୍କର ଅସୁବିଧା ହଉଥିବ, ସବୁ ବିଷୟ ତୁମେ ବୁଝିଦିଅ। ଯେତେବେଳେ ତୁମ ନାମରେ ତୁମ ଲୋକମାନେ ଜେଲରେ ଅଛନ୍ତି, ତୁମେ ସେମାନଙ୍କର ଦୁଃଖ ନ ବୁଝିବ, କଷ୍ଟ ନ ବୁଝିବ, ଅଭାବ ପୂରଣ ନ କରିବ, ଆଉ କିଏ କରିବ ପ୍ରଭୁ? ତୁମେ ଦୟାକରି ଆଶୀର୍ବାଦ କର, ଅନୁଗ୍ରହ କର ମଙ୍ଗଳମୟ ପ୍ରଭୁ। ଆଉ ପ୍ରଭୁ ତୁମ ନିକଟରେ ବିଶେଷ କରି ଆମେ ନିବେଦନ କରୁଛୁ
ଯେତେ ସ୍ଥାନରେ ବର୍ଷା ହଉଛି ହଁ ପ୍ରଭୁ ହଉଛି, କିନ୍ତୁ ଅନେକ ସ୍ଥାନରେ ଆଜି ମରୁଡି ମଧ୍ୟ ପ୍ରଭୁ ହଁ ବାପା ସେଇଦିନ ମୋ ଝିଆରୀଟି କଲ୍ କରିଥିଲା ହଁ ପ୍ରଭୁ ସେଇ ରାୟଗଡ କୁମଳା ସିଂ ସେଇ ଏରିଆ ମାନଙ୍କରେ ବର୍ଷା ନାହିଁ, ସେ ବାଚା ପ୍ରଭୁ ସେମାନେ ରୋଇ ପାରୁନାହାନ୍ତି, ଲଗେଇ ପାରୁନାହାନ୍ତି ଧାନ ହଁ ପ୍ରଭୁ ଏଇ ପ୍ରକାର ଭାବରେ ପ୍ରଭୁ ବାପା ସିଆଡେ ମରୁଡି କହିଲେ ଚଳେ, ଏଇ ପ୍ରକାର ଭାବରେ କୋଉଠି ତ ଅଧିକ ବର୍ଷା କୋଉଠି ତ ବର୍ଷା ନାହିଁ ପ୍ରଭୁ, ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ, ଏଇ ପ୍ରକାର ଅବସ୍ଥା ଆଜି ଆସିଛି ପ୍ରଭୁ, ତୁମେ ଦୟା କର ପ୍ରଭୁ, ସବୁ ସ୍ଥାନରେ ଠିକ ପ୍ରଭୁ ଅବସ୍ଥାରେ ଠିକ ପ୍ରଭୁ ଆବଶ୍ୟକତା ଅନୁସାରେ ବର୍ଷା ହବ ପ୍ରଭୁ, ତୁମେ ସେଇପରି ଅନୁଗ୍ରହ କର, ଆଶୀର୍ବାଦ କର, ମଙ୍ଗଳମୟ ସ୍ୱର୍ଗସ୍ଥ ପିତା କଣ ମାଗିବି ପ୍ରଭୁ, ମୋର ପ୍ରିୟ ଭଉଣୀ ମାନେ ଯେତେ ବସିଛନ୍ତି ପ୍ରତ୍ୟେକଙ୍କୁ ଆଶୀର୍ବାଦ କର, ପ୍ରତ୍ୟେକ ପରିବାରକୁ ଆଶୀର୍ବାଦ କର, ଯୋଉମାନେ ଯାହା ଆଜି କରିଛନ୍ତି ତୁମ ନାମରେ ସମସ୍ତଙ୍କୁ ତୁମର ଆଶୀର୍ବାଦର ପ୍ରଭୁ ଦୃଷ୍ଟି ପକେଇ ପ୍ରଭୁ ବାପା ସେମାନଙ୍କୁ ଉନ୍ନତି ଦିଅ, ତୁମେ ଗୌରବ ପାଅ ମଣିକୁ ତାର ପରିବାରକୁ ଆଶୀର୍ବାଦ କର, ଆଉ ପ୍ରଭୁ ସେଇ ପ୍ରଭୁ ସେଇ ଭଉଣୀଟିକୁ ବାପା ହୁଏତ ଟୁନୁ ଭଉଣୀ ପ୍ରଭୁ ତାଙ୍କୁ ମଧ୍ୟ ତାଙ୍କ ପରିବାରକୁ ତୁମେ ଆଶୀର୍ବାଦ କର, ଯେତେ ଜଣ ବସିଛୁ ପ୍ରତ୍ୟେକ ଯେପରି ଆମେ ତୁମ ପାଇଁ ବଞ୍ଚିବୁ, ଆଉ ପ୍ରଭୁ ଶେଷରେ ଆମେ ଏଇଠି ଦେଖା ଦେଖି ନହେଲେ ମଧ୍ୟ ତୁମ ରାଜ୍ୟରେ ଆମେ ଦେଖା ଦେଖି ହବୁ, ଆଉ ସେଇଠି ଆମେ ଚିହ୍ନା ହବୁ, ତୁମର ଗୌରବ ପ୍ରଶଂସା କରିବୁ, ଆମମାନଙ୍କୁ ଆଶୀର୍ବାଦ କର, ସମସ୍ତ ପ୍ରାର୍ଥନା କେବଳ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ଆମେନ୍। ବହୁତ ବହୁତ ଧନ୍ୟବାଦ ମାଉସୀ, ସମସ୍ତ ବିଷୟକୁ ବୋଝର ସହିତ ପ୍ରଭୁଠାରେ ନିବେଦନ ରଖିଛନ୍ତି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ବର୍ତ୍ତମାନ ଆଉ ଗୋଟାଏ ବିଷୟ ରହିଛି, ଆମେ ସେଥିରେ ମଧ୍ୟ ପ୍ରାର୍ଥନା କରିବା। ଆମମାନଙ୍କ ଗଣରେ ଅଛନ୍ତି ସିଷ୍ଟର ସୁଲଲିତା ଆନ୍ଧ୍ର ସିଷ୍ଟରକୁ ଅନୁରୋଧ କରେ, ମିସେସ ସୁଲଲିତା। ସୁଲଲିତା ଆନ୍ଧ୍ର ସିଷ୍ଟର। हाँ अच्छी अच्छी प्रेज द लॉर्ड सिस्टर। हाँ प्रेज द लॉर्ड। ଆଉ ନିକି ସିଷ୍ଟର ସେ ଟେଷ୍ଟିମୋନି ଦେଇଥିଲେ ଯେ ସେମାନେ ବହୁତ ଦିନ ଧରି ଅସୁସ୍ଥ ଥିଲେ, ପ୍ରଭୁ ସେମାନଙ୍କୁ ସୁସ୍ଥତା ପ୍ରଦାନ କରିଛନ୍ତି ପରିବାରକୁ, ତେଣୁ ପ୍ରଭୁଙ୍କୁ ଧନ୍ୟବାଦ ପ୍ରାର୍ଥନା ଦେବେ। ପୁଣି ଆଉ ଗୋଟାଏ ବିଷୟ ରହିଲା ଆଜିର ବାକ୍ୟ ନିମନ୍ତେ, ପୁଣି ଆଜି ପ୍ରଭୁଙ୍କର ଦାସୀ ଯେ ବାକ୍ୟ କହିବେ ତାଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନାରେ ପଢି ନେବେ। এই দুই ଗୋଟେ ବିଷୟ ଆପଣଙ୍କର। हाँ ठीक अच्छे। सब प्रथमे प्रभु को धन्यवाद दे पुणी जूम रे उपस्थित प्रभुଙ୍କର दासी ମାନଙ୍କୁ ମୋ ଖ୍ରୀଷ୍ଟପ୍ରେମ ନମସ୍କାର। ଆସନ୍ତୁ ଆମମାନେ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ଯୀଶୁ ବାପା, ତୁମରି ପବିତ୍ର ନାମକୁ ଧନ୍ୟବାଦ ଦେଉଛୁ ପ୍ରଭୁ, ତୁମେ ଆମମାନଙ୍କ ଜୀବନରେ ପ୍ରଭୁ ନୂତନ ନୂତନ ଦିନ ସମୟ ପ୍ରଭୁ ଯୋଡ଼ି ଦେଉଅଛ, ସେଥିପାଇଁ ଆମେ ଧନ୍ୟବାଦ ଦେଉଛୁ। এই ସମୟ ମାନଙ୍କରେ ଦିନ ମାନଙ୍କରେ ପ୍ରଭୁ ଆମମାନଙ୍କର ଜୀବନ କେବଳ ତୁମର ହିଁ ବଞ୍ଚିବା ପାଇଁ ତୁମେ ସାହାଯ୍ୟ କର ପ୍ରଭୁ। ଆମମାନଙ୍କର ପ୍ରଭୁ କଥାରୁ, ଆମମାନଙ୍କର ଦେଖିବାରୁ, ଆମମାନଙ୍କର ଶୁଣିବାରୁ, ଆମମାନଙ୍କର ଚିନ୍ତାଧାରାରୁ, ଆମମାନଙ୍କର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗରୁ ପ୍ରଭୁ ତୁମ ଦୃଷ୍ଟିରେ କୌଣସି ଭୁଲ କାର୍ଯ୍ୟ ନ କରୁ ପ୍ରଭୁ, ତାକି ତୁମର ଅଗୌରବ ନ ହଉ ପ୍ରଭୁ। ପ୍ରଭୁ କେବଳ ଆମର ସମସ୍ତ କାର୍ଯ୍ୟକଳାପ ସମସ୍ତ ବିଷୟ ପ୍ରଭୁ ତୁମରି ଗୌରବ ନିମନ୍ତେ ଆମମାନଙ୍କୁ ବ୍ୟବହାର କର ପ୍ରଭୁ। ଏଇ ସମୟରେ ଯେଉଁ ଭଉଣୀ ନିକି ଭଉଣୀ ପ୍ରଭୁ ସେ ସାକ୍ଷ୍ୟ ଦେଇଥିଲେ ପ୍ରଭୁ, ସପରିବାର ସେମାନେ ପ୍ରଭୁ ପ୍ରଭୁ ବେମାର ଥିଲେ, ତୁମରି ପବିତ୍ର ହସ୍ତ ରଖି ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସୁସ୍ଥ କରିଅଛ, ସେମାନଙ୍କର ଶଯ୍ୟାକୁ ତୁମେ ପରିବର୍ତ୍ତନ କରିଅଛ, ସେଥିପାଇଁ ଆମେ ଧନ୍ୟବାଦ ଦେଉଛୁ। ଆହୁରି ପ୍ରଭୁ ସେ ପରିବାରକୁ ତୁମେ ତନ୍ଦୁରସ୍ତ କର ବୋଲି ପ୍ରାର୍ଥନା କରୁଛି। ପ୍ରିୟ ପ୍ରଭୁ, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ତୁମରି ଛାଇ ତଳେ ସେମାନଙ୍କୁ ରଖ। ଯାହା କିଛି ଆଗାମୀ ଦିନରେ ଥିବା ରୋଗ ସଂକଟ ବେମାରୀ ମହାମାରୀ ଯାହା କିଛି ଅଛି ଯୀଶୁ ନାମରେ ଦୂର କରି ସେମାନଙ୍କୁ ପ୍ରଭୁ ସୁସ୍ଥ ସ୍ୱାସ୍ଥ୍ୟ ଶରୀର ଦେଇ ତୁମରି ନିମନ୍ତେ ବଞ୍ଚିବାରେ ତୁମେ ସାହାଯ୍ୟ କର। ବର୍ତ୍ତମାନ ପ୍ରଭୁ ଆମମାନେ ବାକ୍ୟ ଶୁଣିବା ପାଇଁ ଯିବୁ, ଆମମାନଙ୍କ ମଧ୍ୟରେ ଅପ୍ରିୟ ଦାସୀ ଅଛନ୍ତି ପ୍ରଭୁ, ତାଙ୍କୁ ବହୁଳ ଭାବରେ ତୁମରି ଆତ୍ମାରେ ପରିପୂର୍ଣ୍ଣ କରି ତାଙ୍କୁ ହଜାଏ ଲୁଚାଇ ପ୍ରଭୁ ତାଙ୍କ ମୁଖ ଦେଇ ତୁମରି ବାକ୍ୟ ତୁମେ ପ୍ରକାଶ କର ବୋଲି ପ୍ରାର୍ଥନା କରୁଅଛି ବାପା, ତୁମେ ଦୟା କର। हे प्रिय प्रभु, ଆମେ ଯେତେ ଶ୍ରୋତା ଅଛୁ ଆମେ ପ୍ରତ୍ୟେକଙ୍କୁ ମଧ୍ୟ ଆଶୀର୍ବାଦ କର। ଆମେ ପ୍ରତ୍ୟେକ ଯେପରି ମନୋଯୋଗୀ ସହିତ ତୁମରି ବାକ୍ୟ ଶୁଣିବୁ, ହୃଦୟରେ ସଞ୍ଚୟ କରି ପ୍ରଭୁ 30 ଗୁଣ 60 ଗୁଣ 100 ଗୁଣ ଫଳ ଫଳି ପାରିବୁ, ଏଥିପାଇଁ ତୁମେ ଆମମାନଙ୍କୁ ମଧ୍ୟ ପ୍ରଭୁ ଶୁଣିବା ପାଇଁ ମନ ଦିଅ ଏବଂ ବାକ୍ୟର କାର୍ଯ୍ୟକାରୀ ହେବା ପାଇଁ ମଧ୍ୟ ଆଶୀର୍ବାଦ କର।
प्रिय प्रभु प्रत्येक प्रार्थना तुम शुणी अछ धन्यवाद दे प्रिय जीशु नाम मागुची पिता आमेन। आमेन। बहुत बहुत धन्यवाद सिस्टर प्रार्थना पढ़ी नेले अनुरोध प्रभु रखी धन्यवाद देइछंती आपन को बहुत बहुत धन्यवाद सिस्टर आपन को बहुत बहुत धन्यवाद। वर्तमान वाक्य शुणिबार समय परमेश्वरंकर वाक्य जे मनुष्य को संशोधन करिथाए और जीवन को परिवर्तित करिथाए और उत्तम मार्ग को पढ़े तेबे आसु ए वाक्य प्रति मनोयोग ध्यान दो एवं आशीर्वाद प्राप्त हो। आज वाक्य परिवेशन करेंगे प्रभुंकर प्रिय दासी आम समस्तंकर सुपरिचित समस्तंकर जनाशुना प्रभुंकर सेवा कार्य करती इभांजेलिज्म कार्य करती परिवार पुणी रॉक गॉस्पेल ऑनलाइन माध्यम प्रभुंकर सेवा कार्य परिवार करती आ प्रभुंकर प्रिय दासी ए दिन मानकर गोटाए जूम नुह विभिन्न जूम रे गीत माध्यम प्रार्थना माध्यम वाक्य माध्यम प्रभुंकर सेवा कार्य करि आसु अछंती प्रभुंकर सेवा करबा साथे लोक मानक उपदेश मते उत्साहित मते करि आसु अछंती आ ए ओमेन फेलोशिप रे मते प्रभुंकर वाक्य दे गीत माध्यम प्रार्थना माध्यम आमन को पढ़ा आनी आमन को उत्साहित कर आमन को उपदेश देछंती आ प्रभु आज तांको से तांकरी प्रिय दासी को आज मनोनीत करछंती तांको मुखरु तो वाक्य कहिबे आमे प्रत्येक मनोयोग हेबा ध्यान देबा एवं सुनिबा। आज वाक्य परिवेशन करिवे प्रभुंकर प्रिय दासी मिसेस कुमुदिनी लिपा ए समय होची आपनकर आंटी वाक्य द्वारा आम प्रत्येक को पढ़ाइबे। प्रेज द लॉर्ड आंटी समय होची आप बहुत बहुत धन्यवाद अति सुंदर भाबरे प्रिय दासी मते आह्वान करछंती एणु प्रभुंकर महत नामर धन्यवाद दो धन्यवाद दिए वोमेन्स फेलोशिप रे जोग देइथिबा प्रभुंक दासी मानकु मोर आंतरिक भक्तिपूर्ण नमस्कार जनाए। नमस्कार बहुत सुंदर सुयोग मो पाए आपण माने दोसबारु मो विशेष करी प्रभु को धन्यवाद दिए मध्य विशेषतः डोनलिबा एवं प्रिय दासी आमर बिंदुवासिनी से मध्य मते फोन करथिले वाक्य परिवेषण करिबा पाए आपण मानक सम्मुख को वाक्य नहीं आसवा पाए एथि पाए मु विशेष करी से मानक प्रति मध्य धन्यवाद देते कारण अनेक थर मते वाक्य देबा पाए मध्य सुयोग दे दे आछंती केबे भी से माने मते छाडी नाहंती आ सेति पाए मध्य प्रभुंकर गौरव हेउ। मोर आवाज सुनि पारछंती कि हां सुभा ठीक अछि। आज रे संध्या समय प्रभु आमन को सुंदर समय मध्य रखी अछंती आपण माने जानि छंती गत दिन मानकरे वर्तमान सुधा मो शरीर किछि अस्वास्थ्य रही वर्तमान मेडिकेशन चली प्रति मासरे आ मते भुवनेश्वर जीवाकू पड़े एथि पय आपण माने प्रार्थना करिसंती मु जाने आपण मानकर प्रार्थना आपण मानकर सम्मुख को आसीबा पय मध्य मते गुटे सुयोग देइछंती एथि पय मु विशेष करी प्रभु को धन्यवाद दिए प्रभु को दासी मने करी आपण माने जो बोझर सहित लुह देइछंती आ से लुहर भाषा प्रभु जानि छंती एडो मते किछि सुस्थता दे आनुछंती एथि पय अवशिष्ट जीवन रे मो पय आपण माने सब बेले प्रार्थना करिवे। आसंतु मो प्रभु को धन्यवाद दो ए समय आमाने भाग्य भीतर को जिबा जहा कि आज वाक्य परिवेषण करिबा पय जो मंडली रे मते सुयोग दिया जायछि आ वोमेन्स फेलोशिप होतिबारु आमे प्रति समय आ स्त्री मानक विषय महिला मानक विषय आमाने उपस्थापना करिथाउ वाक्य तो आमानक पय सब किछि सुनिबा नितांत रहिछि तथापि आमे स्वतंत्र भाबरे आ स्त्री मानक विषय मां मानक विषय हुए तो आमने शिक्षा सुने आसुछु कारण ए दिन मानकरे आमने आ स्वतंत्र भाबरे यह करूथिबारु आमे नितांत से अंशटी आमने अध्ययन करिबा जहा कि लुक पुस्तक 8 पर्वर 1 ठारू 3 पद पर्यंत मते स्पष्ट भाबरे के जणे पढि देबे। एथिरो अल्प समय परे
ସେ ଆପେ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଘୋଷଣା କରି ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରି ଭ୍ରମଣ କରିବାକୁ ଲାଗିଲେ। ଆଉ 12 ତାହାଙ୍କ ସାଙ୍ଗରେ ଥିଲେ। ପୁଣି ଯେଉଁ ସ୍ତ୍ରୀ ମାନେ ଦୁଷ୍ଟ ଆତ୍ମା ଓ ରୋଗରୁ ସୁସ୍ଥ କରାଯାଇଥିଲେ, ଏପରି କେତେକ ସ୍ତ୍ରୀ ଲୋକ ଅର୍ଥାତ୍ ମଗ୍ଦଲିନୀ ନାମ୍ନୀ ମରିୟମ, ଯାହାଙ୍କ ଠାରୁ 7 ଭୂତ ବାହାରି ଯାଇଥିଲେ, ହେରୋଦଙ୍କର ବେବର୍ତ୍ତା, ଖୁଜାଙ୍କ ଭାର୍ଯ୍ୟା ଯୋହନା, ସୋସନା, ପୁଣି ଆହୁରି ଅନେକ ସ୍ତ୍ରୀ ଲୋକ ତାହାଙ୍କ ସାଙ୍ଗରେ ଥାଇ ଆପଣା ଆପଣା ସମ୍ପତ୍ତି ଦେଇ ସେମାନଙ୍କ ସେବା କରୁଥିଲେ। ଧନ୍ୟବାଦ ଝିଅ, ବହୁତ ସୁନ୍ଦର ଭାବରେ ପ୍ରଭୁଙ୍କର ବାକ୍ୟକୁ ଅଧ୍ୟୟନ କରିଥିବାରୁ ଝିଅଙ୍କୁ ମୁଁ ବିଶେଷ ଧନ୍ୟବାଦ ଦିଏ। ପ୍ରଭୁ ଆଶୀର୍ବାଦ କରନ୍ତୁ। ମୋ ପାଇଁ ଯଦି ବା ପ୍ରାର୍ଥନା କରାଯାଇଛି, ମୋ ନିଜ ପାଇଁ ମୁଁ ଅଳ୍ପ ସମୟ ପ୍ରାର୍ଥନା କରିବି, ମୋ ପ୍ରାର୍ଥନାରେ ସହଯୋଗ ରଖନ୍ତୁ। ଧନ୍ୟବାଦ ଦଉଛି ପ୍ରଭୁ, ତୁମେ ଆମମାନଙ୍କୁ ଅନୁଗ୍ରହ କରି ତୁମ ନିକଟବର୍ତ୍ତୀ ହେବା ପାଇଁ, ତୁମର ବାକ୍ୟ ଧ୍ୟାନ କରିବା ପାଇଁ ତୁମେ ସୁନ୍ଦର ପ୍ରଭୁ ପ୍ଲାଟଫର୍ମଟି ଆମମାନଙ୍କୁ ଦେଇଅଛ। ପ୍ରଭୁ, ଯୋଉମାନଙ୍କର ପ୍ରଚେଷ୍ଟାରେ ଆଜି ଆମେ ଏ ସ୍ଥାନରେ ବସି ତୁମ ସେବା କରିପାରୁଛୁ ପ୍ରଭୁ, ଏଥିପାଇଁ ସେମାନଙ୍କର ପରିଶ୍ରମ ପାଇଁ ତୁମକୁ ମୁଁ ଧନ୍ୟବାଦ ଦଉଛି। ବିଶେଷ କରି ସେମାନଙ୍କୁ ଆଶୀର୍ବାଦ କରୁ କରୁ ଏ ସମୟରେ ମୋ ଦିନ ଅଭାଜନ ତୁମ ନିକଟକୁ ଆସିଛି, ତୁମ ଲୋକମାନଙ୍କ ନିକଟକୁ ଆସିଅଛି। ତୁମ ବାକ୍ୟ ନେଇ ମତେ ବ୍ୟବହାର କର। ତୁମର ଗୌରବ ନିମନ୍ତେ ହିଁ ମୁଁ ଦିନକୁ ବ୍ୟବହାର କରି ତୁମେ ଗୌରବାନ୍ୱିତ ହୁଅ ଏବଂ ତୁମ ଲୋକମାନଙ୍କର କ୍ଷୁଧା ତୃଷା ଜଣି ଆବଶ୍ୟକ ବାକ୍ୟ ପ୍ରଦାନ କରି ତୁମେ ଗୌରବ ପାଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ସକଳ ପ୍ରାର୍ଥନା ଉତ୍ସର୍ଗ କରୁଅଛି ପିତା, ଆମେନ୍। ଧନ୍ୟବାଦ। ଏ ସ୍ଥାନରେ ଆମେ ଦେଖିପାରୁଛୁ, ଏଥିର ଅଳ୍ପ ସମୟ ପରେ ବୋଲି ଯୋଉ ଲେଖା ଅଛି, ଆମେ ଉପର ଅଂଶ ମାନଙ୍କରେ ଯେତେବେଳେ ଦେଖିବା 7 ପର୍ବର 39 ପଦରେ ଜଣେ ଫାରୁସି ଆଉ ଯୀଶୁଙ୍କୁ ନିମନ୍ତ୍ରଣ କରିବା ବିଷୟ, ତାର ଅଳ୍ପ ସମୟ ପରେ ଯୋଉ ଯୋଉ ଘଟଣା ହୋଇଛି, ଜଣେ ପାପିଷ୍ଠ ସ୍ତ୍ରୀ ତାଙ୍କ ନିକଟକୁ ଯାଇ ସେ ତାଙ୍କ ପାଦ ତଳେ କି ପ୍ରକାର ଭାବରେ ଆଉ ସେ ଆପଣାର ଅଶ୍ରୁ ଦ୍ୱାରା ତାର ପାଦକୁ ଶୀତ କରୁଛି, ଆଉ ଯୋଉ ତୈଳ ଦ୍ୱାରା ତାଙ୍କୁ ସେ ଆଉ ତାଙ୍କ ପାଦ ତଳେ ଢାଳୁଛି। ଆଉ ସେଇ କଥାର ଅଳ୍ପ ସମୟ ପରେ ଆଉ ଗୋଟିଏ କଥା ଆସିଛି, ଯାହାକି 8 ପର୍ବର 1 ଠାରୁ 3 ପଦ ପର୍ଯ୍ୟନ୍ତ ଝିଅ ମାନଙ୍କୁ ପଢି ସାହାଯ୍ୟ କରିଛନ୍ତି। ଏଥିରେ ଅଳ୍ପ ସମୟ ପରେ ସେମାନେ ଆପେ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଘୋଷଣା କରି ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରି ଭ୍ରମଣ କରିବାକୁ ଲାଗିଲେ ଏବଂ 12 ତାହାଙ୍କ ସଙ୍ଗରେ ଥିଲେ। 12 ମାନେ ଶିଷ୍ୟମାନେ, ଆଉ ଯୋଉ ଶିଷ୍ୟମାନଙ୍କୁ ସେ ଆହ୍ୱାନ କରିଥିଲେ ସେମାନେ ମଧ୍ୟ ତାଙ୍କ ସଙ୍ଗରେ ଅଛନ୍ତି। ତାପରେ 2 ଏବଂ 3 ପଦରେ ଲେଖା ଅଛି, ପୁଣି ଯୋଉ ସ୍ତ୍ରୀ ମାନେ ଦୁଷ୍ଟ ଆତ୍ମା ଦ୍ୱାରା ରୋଗରୁ ସୁସ୍ଥ ହୋଇଯାଇଥିଲେ, ଏପରି କେତେକ ସ୍ତ୍ରୀ ଲୋକ ଅର୍ଥାତ୍ ମଗ୍ଦଲିନୀ ନାମ୍ନୀ ମରିୟମ, ଯାହାଙ୍କ ଠାରୁ 7 ଭୂତ ବାହାରି ଯାଇଥିଲେ, ହେରୋଦଙ୍କ ବେବର୍ତ୍ତା, ଖୁଜା ଭାର୍ଯ୍ୟା ଯୋହନା, ସୋସନା, ପୁଣି ଆହୁରି ଅନେକ ସ୍ତ୍ରୀ ଲୋକ ତାହାଙ୍କ ସାଙ୍ଗରେ ଥିଲେ, ଆପଣା ଆପଣା ସମ୍ପତ୍ତି ଦେଇ ସେମାନଙ୍କର ସେବା କରୁଥିଲେ। ଯୀଶୁ ଯେତେବେଳେ ଜଗତରେ ଥିଲେ, ଆପଣ ମାନେ ସବୁ ପୁସ୍ତକରେ ଯେତେବେଳେ ତାଙ୍କ ବିଷୟରେ ଆମେ ଦେଖୁ, ଯୀଶୁ ଜଗତକୁ କାହିଁକି ଆସିଲେ? ଯୀଶୁ ପରିତ୍ରାଣ ଦେବା ପାଇଁ ଜଗତକୁ ଆସିଲେ, ପାପ କ୍ଷମା କରିବା ପାଇଁ ଆସିଲେ, ଲୋକମାନଙ୍କୁ ରୋଗରୁ ସୁସ୍ଥ କରିବା ପାଇଁ। ଲୋକମାନେ ତାଙ୍କ ଠାରେ ବିଶ୍ୱାସ କଲେ ଏବଂ ତାଙ୍କ ପଛରେ ଲୋକମାନେ ଦୌଡୁଥିଲେ। ଯୀଶୁ ଯୋଉ ସ୍ଥାନରେ ରୁହନ୍ତୁ ନା କାହିଁକି, ଲୋକମାନେ ସେ ସ୍ଥାନରେ ରୁଣ୍ଡ ହେଉଥିଲେ। ଯୀଶୁ ଯଦି ସମୁଦ୍ର ସେପାରି ଗଲା ସମୟରେ, ଆଉ ସେ ସମୟରେ ଲୋକମାନେ ତା ଆଗରୁ ରୁଣ୍ଡ ହେଇଯାଉଥିଲେ, କାହିଁକି? ଲୋକମାନେ ସୁସ୍ଥ ହେବା ଆଶାରେ ଥିଲେ। ସେ ସମୟରେ ମଧ୍ୟ ଅନେକ ଲୋକ ଆଉ କ୍ଷୁଧା ପାଇଁ ଖାଦ୍ୟ ମଧ୍ୟ ପରମେଶ୍ୱର ଆଶ୍ଚର୍ଯ୍ୟ ଭାବରେ ସେମାନଙ୍କୁ ଦଉଥିଲେ। ସେଥିପାଇଁ ଏ ସମସ୍ତ ବିଷୟ ନେଇ ଯୀଶୁ ଯୋଉ ସ୍ଥାନକୁ ଯାଉଥିଲେ, ସେମାନେ ମଧ୍ୟ ସେ ସ୍ଥାନକୁ ଚାଲି ଯାଉଥିଲେ। ମାତ୍ର ଏ ସ୍ଥାନରେ ଦେଖିପାରୁଛୁ, ଯେତେବେଳେ ଯୀଶୁ ଆଉ ନଗରେ ନଗରେ ଗ୍ରାମେ ଗ୍ରାମେ ଘୋଷଣା କରି ଈଶ୍ୱରଙ୍କର ବାକ୍ୟର ଘୋଷଣା କରି ଯାଉଛନ୍ତି, ସେଇ ସମୟରେ ଏଇ କେତେକ ସ୍ତ୍ରୀ ଲୋକମାନେ ମଧ୍ୟ ତାଙ୍କ ସାଙ୍ଗରେ ଅଛନ୍ତି, ଆମେ ଦେଖିପାରୁଛୁ। ଆଉ କେମିତି ସ୍ତ୍ରୀ ମାନେ? ଯୋଉମାନେ କି ଭୂତାତ୍ମା ଦ୍ୱାରା ରୋଗରୁ ସୁସ୍ଥ ହୋଇଛନ୍ତି, ଏପରି ସ୍ତ୍ରୀ ଲୋକମାନେ ଆଉ ସେମାନେ ତାଙ୍କ ସଙ୍ଗରେ ଅଛନ୍ତି। ଆଉ ଅନେକ ସ୍ତ୍ରୀ ମାନେ ତାଙ୍କୁ ଭୟ କରି, ତାଙ୍କୁ ନିଜ ନିଜର ସମ୍ପତ୍ତି ଦାନ କରି, ଆଉ ତାଙ୍କ ସେବା କରୁଥିବା ସ୍ତ୍ରୀ ମାନେ ତାଙ୍କ ପଛରେ ଯାଉଛନ୍ତି, ଆମେ ସ୍ଥାନରେ ଦେଖିପାରୁଛୁ। ବିଶେଷ କରି ଆମେ ଯେତେବେଳେ ପ୍ରଭୁଙ୍କୁ ଭୟ କରୁ, ଯେବେ ରୋଗରୁ ସୁସ୍ଥ ହେଉ,
जेबे आमानकर जीवन रे किछि आश्चर्य कर्म प्रभु करिअछंती तेबे आमे केबे भी प्रभु को छाड़ी पारिबा नाही। सेही परि स्त्री माने ए स्थान रे आमने देखि पारुछु जे सेमाने तांको पछरे पछरे प्रभु जीशु ख्रीष्ट जेउ आडे गले सेवा कार्य रे सेमाने मध्य से आडे जाइछंती। आ जीशुको संगरे स्त्री माने अछंती। जीशु जो स्थान को गले से स्थान को ए स्त्री लोक माने मध्य जाइछंती। कारण ए माने जानिछंती जे जीशु आम संगरे थिले आमे रोगरु सुस्थ हेबा। जीशु आम संगरे जदि रहिबे ताहेले आमानकर आवश्यकता पूर्ण हेबो ए माने जानिछंती। जीशुको संगरे जदि आमे रहिबा आमे निश्चित भाबरे परितृप्त हेइ पारिबा, पुणी आश्चर्य कर्म देखि पारिबा। ए विश्वास से मानकर काहेकि स्वचक्षुरे से मानकर शरीर रे अनुभव करिसंती जे जीशु से मानको कोन करिसंती सुस्थ करिसंती। एही परि अनेक स्त्री माने तांको संगरे थिबार कथा आमाने देखि पारुछु। प्रकृति रे जीशुଙ୍କ संगरे थिले, जीशुଙ୍କ सहित रे थिले जीशुଙ୍କର दया मिले। 2 जीवन रो आवश्यक विषय से जानी की प्रदान करंती। जीशुଙ୍କ संगरे जो माने अछंती से माने हमर आवश्यक कोन प्रभु जानिबे आउ से अनुसार से आमानकु जानि की दियंती। 3 जाहे कि आमे जीशुଙ୍କ संगरे जदि रहिबा ताहेले आमे परितृप्त हेबा एई कथा से स्त्री लोक माने जानि छंती। तापरे जीशुଙ୍କ संगरे से माने जते बेले थिले अनेक अनेक आश्चर्य कर्म गुड़िक से माने देखुथि। सेति पई से माने जीशुଙ୍କ संगरे जीशु जेउ आडे गले ए स्त्री लोक माने सेई आडे जाउथि। प्रिय माने आज आमानकर जीवन रे प्रभु किछि आश्चर्य कर्म करछंती ताहेले आमे जीशुଙ୍କୁ न छाडू। जीशुଙ୍କ संगरे जीशु जेउ आडे गले आमे सेई आडे जिबा आमानकर आवश्यक। जीशु आमानकु प्रेम करंती। जीशु आमानकर पाप क्षमा करिसंती, आम रोग सुस्थ करिसंती, परिवार रो कोनोसी समस्या रो आमानकु मुक्त करिसंती। काहाकु की प्रकार भाबरे प्रभु आश्चर्य कर्म करिसंती एवं काहाकु की प्रकार भाबरे अभाव रे थिला बेले परितृप्त करिसंती, काहाकु की प्रकार भाबरे दया करिसंती। तांको दया महान, तांको दया आश्चर्य, तांको दया वर्णना केबे करि हेबो नै। एपरि दया आमानकु से जदि करि अछंती ताहेले आमे तांको केबे छाडिबा नै। तांको संगरे आमे रहिबा पई सबु बेले आमे प्रार्थना करिबा, सेवा करिबा, वाक्य अध्ययन करिबा, गीत गान करिबा, सबु बेले एई माध्यम रे तांको निकट रे आमे रहिबा ताहेले तांको दया आमानको प्रति रहिबो। से दिन ए स्त्री लोक माने जानी थिले जे से माने आउ भूतात्मा ठारू रोगरु ए प्रकार विभिन्न माध्यम रे आमे देखि पारुछु। सात भूत जहांकु लागि थिला, गोटिए भूत लागला बेले केते असंभव रो विषय, तांको पई केते समस्या हो जाय। 7 जण भूत तांकु लागि छि। एमती लोक माने जीशुଙ୍କ ठारू आरोग्य पाइछु। से माने केमिति भूली जिवे, केमिति पासरी जिवे। सेति पई जीशु नगरे ग्रामे ग्रामे जते बेले सुसमाचार घोषणा करूछंती, सेवा करूछंती, सेते बेले से माने आपणा आपणा रो संपत्ति को देई तांको सेवा करिबा पई तांको पछे पछे से माने जाउथि। से माने पछे पछे जाउथिले। आमानकर जीवन रे आमे आज चिंता करिबा जीशुଙ୍କ सहित रे थिले आमे दया पाइबा। सेति पई आमे जीशुଙ୍କର संगरे ही रहिबा आमानकर आवश्यक। मार्क पुस्तक 16 पर्वर 9 पद ताई पढ़ी साहाय्य करिवे। सप्ताहर प्रथम दिवस प्रत्युषरे से पुनरुत्थान करी जाहांको ठारो 7 भूत छड़ाई थिले सेही मगदलिनी मरियम को प्रथम रे दर्शन देले। ए स्थान रे हमने देखि पारुछु जने स्त्री लोकंकर कथा हमने जानुछु जाहांको ठारो 7 भूत छड़ाई थिले से ही तार पुनरुत्थान समय रे से प्रथमे दर्शन करिसंती। जदि
ଆଜି ଆମେ ଈଶ୍ୱରଙ୍କୁ ଦେଖିବା ପାଇଁ ଚାହୁଁ, ତାହେଲେ ନିଶ୍ଚିତ ଭାବରେ ଆମେ ଖୋଜିଲେ, ଆମେ ତାଙ୍କର ଅନ୍ୱେଷଣ କଲେ, ସେ କେମିତି ମରିୟମଙ୍କର କଥା ଯେବେ ଚିନ୍ତା କରିବ, ଯଦି ବା ପୂର୍ବରେ ସେ 7 ଭୂତ ତାଙ୍କୁ ଲାଗିଥିଲା ତଥାପି ଯୀଶୁ ସୁସ୍ଥ କରିଛନ୍ତି, ତାର ବିଶ୍ୱାସ ଏମିତି ଯେ ଅନ୍ଧାର ଥାଉ ଥାଉ ସେ ଯୀଶୁଙ୍କୁ ଦେଖିବା ପାଇଁ ସେ ସମାଧି ସ୍ଥାନକୁ ଦୌଡ଼ି ପଳେଇଛି। ଆମେ ସ୍ତ୍ରୀ ମାନେ ଘରେ ଥିଲେ ମଧ୍ୟ ଆମ ଜୀବନରେ ଆମେ ଅନେକ ସମୟରେ ଭୟ କରିଥାଉ, ମାତ୍ର ସମାଧି ସ୍ଥାନକୁ ଅନ୍ଧାର ଥାଉ ଥାଉ ସେ ଚାଲି ଯାଇଛି ଯୀଶୁଙ୍କୁ ଦେଖିବା ପାଇଁ। ତାର ଆତୁର ଅନୁସାରେ, ତାର କ୍ଷୁଧା ଅନୁସାରେ ଯୀଶୁଙ୍କୁ ତାଙ୍କୁ ଦେଖା ଦେଇଛନ୍ତି। ଆଜି ଆମ ଜୀବନରେ ସେହିପରି ସ୍ତ୍ରୀ ହେବା ଆବଶ୍ୟକ ରହିଛି। କୌଣସି ନା କୌଣସି ଜୀବନରେ ପ୍ରଭୁ ନିଶ୍ଚିତ ଭାବରେ ଆମମାନଙ୍କୁ ଆଶୀର୍ବାଦ କରିଛନ୍ତି, ଆଶ୍ଚର୍ଯ୍ୟ କର୍ମ କରିଛନ୍ତି। ତାଙ୍କୁ ସିନା 7 ଭୂତ ଲାଗିଥିଲା, ଆମମାନଙ୍କୁ କି ପ୍ରକାର ଭୂତ ଲାଗିଛି, କି ପ୍ରକାର ସମସ୍ୟା ଆମମାନଙ୍କ ମଧ୍ୟରେ ଅଛି ତାହା ଆମେ ନିଜେ ଜାଣୁ। ସେଥିରୁ ତ ନିଶ୍ଚିତ ଭାବରେ ପ୍ରଭୁ ଆମମାନଙ୍କୁ ମୁକ୍ତ କରିଥିବେ। ସେଥିପାଇଁ ସେଇ ପ୍ରଭୁଙ୍କୁ ଆମେ ଶରଣ କରି ଆମେ ଦୌଡ଼ି ଯିବା ଆମମାନଙ୍କର ଆବଶ୍ୟକ ରହିଛି। ସେଥିପାଇଁ ଆମମାନଙ୍କର ଜୀବନରେ ଦେଖିବା, ଯାହାକି ମାଥ୍ୟୁ ପୁସ୍ତକ 27 ପର୍ବର 55 ପଦରେ ମଧ୍ୟ ଲେଖା ଅଛି। କାହିଁ ଝିଅ ପଢି ସାହାଯ୍ୟ କରିବେ? ଆଉ ଅନେକ ସ୍ତ୍ରୀ ଲୋକ ସେ ସ୍ଥାନରେ ଥାଇ ଦୂରରୁ ଦେଖୁଥିଲେ। ସେମାନେ ଯୀଶୁଙ୍କ ସେବା କରୁ କରୁ ଗାଲିଲରୁ ତାଙ୍କ ସାଙ୍ଗରେ ଆସିଥିଲେ। ପ୍ରିୟମାନେ, ଯେତେବେଳେ ଯୀଶୁଙ୍କୁ କ୍ରୁଶରେ ମରା ଯାଉଛୁ ସେ ପର୍ଯ୍ୟନ୍ତ ଏ ସ୍ତ୍ରୀ ଲୋକମାନେ ଅଛନ୍ତି। ଗାଲିଲରୁ ସେବା କରି 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 ତାଙ୍କ ସହିତ ଏମାନେ ଯାଇଛନ୍ତି। କ୍ରୁଶବିଦ୍ଧ ହେବା ପର୍ଯ୍ୟନ୍ତ ଏ ସ୍ତ୍ରୀ ଲୋକମାନେ ଆଉ ସେମାନେ ରହିନାହାନ୍ତି ବାହାରେ। ଯୀଶୁଙ୍କୁ ଯେଉଁ ସ୍ଥାନକୁ ନେଉଛନ୍ତି ତାଙ୍କର ପଛେ ପଛେ ଏ ସ୍ତ୍ରୀ ଲୋକମାନେ ଯାଇଛନ୍ତି। ପ୍ରିୟମାନେ, ଆମମାନଙ୍କର ଜୀବନରେ ଆମେ ସେଇ ଦୟା ଯେବେ ଆମେ ପାଇଛୁ, ଆମ ବିଷୟରେ ଆମ ଜୀବନର ଆବଶ୍ୟକତା ପ୍ରଭୁ ଜାଣି ଯେବେ ଆମମାନଙ୍କୁ ପୂର୍ଣ୍ଣ କରିଛନ୍ତି, ଆମେ ପରିତୃପ୍ତ ଯେବେ ହେଇଛୁ, ଆଶ୍ଚର୍ଯ୍ୟ କର୍ମ ଯେବେ ଆମମାନଙ୍କର ଜୀବନରେ ଘଟିଛି, ତାହେଲେ ଆମେ ଯୀଶୁଙ୍କୁ କେବେ ଛାଡ଼ିବା ନାହିଁ। ଆମ ଜୀବନରେ ତାଙ୍କୁ ବିଶ୍ୱାସ କରି ଏପର୍ଯ୍ୟନ୍ତ ଆସିଛୁ, ତେଣୁ ଆମ ଜୀବନରେ ଆମେ ତାଙ୍କୁ ପାଇବା ଆବଶ୍ୟକ। କାରଣ ତାଙ୍କ ନିକଟରେ ଥିବା ଦ୍ୱାରା ଆମେ ଦୟା ପାଇବା, ଆବଶ୍ୟକ ବିଷୟ ସେ ଜାଣି ଆମକୁ ପ୍ରଦାନ କରିବେ, ଆମେ ପରିତୃପ୍ତ ହେଇପାରିବା, ଆଶ୍ଚର୍ଯ୍ୟ କର୍ମ ଦେଖିପାରିବା। ଆମେ ଗୋଟିଏ ବିଷୟ ପଢିବା, ମାଥ୍ୟୁ ପୁସ୍ତକ 15 ପର୍ବର 32 ଠାରୁ 37 ପଦ ପର୍ଯ୍ୟନ୍ତ ମତେ ପଢି ସାହାଯ୍ୟ କରିବେ। ମାଥ୍ୟୁ ପୁସ୍ତକ ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, ଏହି ଲୋକସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ 3 ଦିନ ହେଲାଣି ମୋ ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ। କାଳେ ବାଟରେ ସେମାନଙ୍କର ହଂସା ଉଡ଼ିଯାଏ, ଏଥିପାଇଁ ସେମାନଙ୍କୁ ଅନାହାରରେ ବିଦାୟ ଦେବାକୁ ମୋହର ଇଚ୍ଛା ନାହିଁ। ଶିଷ୍ୟମାନେ ତାହାଙ୍କୁ କହିଲେ, ଏତେ ଲୋକଙ୍କୁ ତୃପ୍ତ କରିବା ପାଇଁ ଆମେମାନେ ନିର୍ଜନ ସ୍ଥାନରେ କେଉଁଠାରୁ ଏତେ ରୁଟି ପାଇବା? ଯୀଶୁ ସେମାନଙ୍କୁ ପଚାରିଲେ, ତୁମମାନଙ୍କ ପାଖରେ କେତୋଟି ରୁଟି ଅଛି? ସେମାନେ କହିଲେ, 7ଟି, ପୁଣି ଅଳ୍ପ କେତୋଟି ସାନ ମାଛ। ସେଥିରେ ସେ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ। ଆଉ ଯୀଶୁ ସେଇ 7ଟି ରୁଟି ଓ ମାଛ ଗୁଡ଼ିକ ଘେନି ଧନ୍ୟବାଦ ଦେଇ ସେହି ସବୁ ଶିଷ୍ୟମାନଙ୍କୁ ଦିଅନ୍ତେ ସେମାନେ ଲୋକସମୂହକୁ ଦେଲେ। ଆଉ ସମସ୍ତେ ଭୋଜନ କରି ତୃପ୍ତ ହେଲେ ଓ ଭଙ୍ଗା ରୁଟି ଯାହା ବଳିଲା ତାହା ସେମାନେ ଉଠାଇ 7 ବେଲା ଭର୍ତ୍ତି କଲେ। ଧନ୍ୟବାଦ। ସେ ସ୍ଥାନରେ ଆମେ ଦେଖିପାରୁଛୁ ଏମାନେ ହଉଛନ୍ତି ଯୀଶୁଙ୍କ ସଙ୍ଗରେ ରହିଥିବା ଲୋକମାନଙ୍କ ପାଇଁ ଏଇ ବ୍ୟବସ୍ଥା ଯୀଶୁ କରୁଛନ୍ତି, ଯାହାକି 32 ପଦରୁ ଆମେ ଦେଖିପାରୁଛୁ। ଆଉ ଏହି ଲୋକମାନଙ୍କ ପ୍ରତି ତାହାଙ୍କର ଦୟା ହେଉଛି ଦୟା। କାହିଁକି? ସେମାନଙ୍କର ସଙ୍ଗରେ 3 ଦିନ ହେଲାଣି ସେମାନେ ଅଛନ୍ତି। ବାକ୍ୟ ଶୁଣି ଶୁଣି ଯୀଶୁ ଯୋଉ ସ୍ଥାନରେ ପ୍ରଚାର କରୁଛନ୍ତି ସେଇ ସ୍ଥାନକୁ ସେମାନେ ଯାଇଛନ୍ତି ଏବଂ 3 ଦିନ ପର୍ଯ୍ୟନ୍ତ ପ୍ରଚାର ଚାଲିଛି। ସେମାନେ ନା ଖାଇଛନ୍ତି ନା ପିଇଛନ୍ତି। ଆଉ ସେମାନଙ୍କର ମନର କଥା ପ୍ରଭୁ ଜାଣିଲେ। ଏମାନେ କହିନାହାନ୍ତି ଯେ ପ୍ରଭୁ ଆମକୁ କ୍ଷୁଧା ଲାଗୁଛି କି ତୃଷା ଲାଗୁଛି, ଏଇ କଥା ଏମାନେ କହିନାହାନ୍ତି, କାରଣ ସେ ଆମମାନଙ୍କର ବିଷୟର ଆବଶ୍ୟକତା କଣ ସେ ଜାଣନ୍ତି। ଆଉ ସେ ଜାଣି ଶିଷ୍ୟମାନଙ୍କୁ ସେ ଡାକି କହୁଛନ୍ତି, 3 ଦିନ ହେଲାଣି ଏମାନେ ମୋ ସଙ୍ଗରେ ଅଛନ୍ତି, ଏଣୁ ଏମାନଙ୍କ ପ୍ରତି ମୋର ଦୟା ହେଉଛି ଦୟା। ଦୟା ବହୁତ ଉପକାର।
ଯାହାଙ୍କ ପ୍ରତି ପ୍ରଭୁ ଦୟା କରନ୍ତି ସେ ଉପକାର ପାଏ, ମଙ୍ଗଳ ପାଏ, ସାହାଯ୍ୟ ପାଏ। ସେଥିପାଇଁ ସେଦିନ ଆଉ ସେ ଖାଦ୍ୟର ବ୍ୟବସ୍ଥା କରୁଛନ୍ତି, ଶିଷ୍ୟମାନଙ୍କୁ ଡାକି ସେ କହୁଛନ୍ତି ଆଉ ଯାହା ଯାହା କରିବାର କଥା ଏ ସ୍ଥାନରେ ଆମେ ଦେଖିପାରୁଛୁ ଶିଷ୍ୟମାନେ କରିଛନ୍ତି, ଆଉ ସେମାନେ ପରିତୃପ୍ତ ହେଇଛନ୍ତି। ପୁଣି ତାଙ୍କ ଜୀବନରେ ଆଶ୍ଚର୍ଯ୍ୟ କର୍ମ ଗୁଡିକ ସେମାନେ ଦେଖିଛନ୍ତି, କାରଣ ସେ ସ୍ଥାନରେ ଆଶ୍ଚର୍ଯ୍ୟ କର୍ମ ଗୁଡିକ ହୋଇଛି। ଆମେ ଦେଖୁଛୁ 32 ପଦରୁ 37 ପଦ ପର୍ଯ୍ୟନ୍ତ ଯେତେବେଳେ ଦେଖୁ, ଆଉ ସେ ସ୍ଥାନରେ ଲେଖା ଅଛି ଯେ ଆଶ୍ଚର୍ଯ୍ୟ କର୍ମ ଗୁଡିକ ମଧ୍ୟ ସେ ସ୍ଥାନରେ ହୋଇଛି। କଣ ହେଇଛି? ଅଳ୍ପ ମାଛ, ଅଳ୍ପ ରୁଟିରେ ହଜାର ହଜାର ଲୋକ ଭୋଜନ କରିଛନ୍ତି। ଏହା ଗୋଟେ ଆଶ୍ଚର୍ଯ୍ୟ ବିଷୟ। ଏ ବିଷୟ ଦେଖି ସେମାନେ ନିଶ୍ଚିତ ଆନନ୍ଦ ହେଇଯାଇଥିବେ, କାରଣ ଆମେ ପ୍ରଭୁଙ୍କ ସାଙ୍ଗରେ ଥିବାରୁ ଏ ଆଶ୍ଚର୍ଯ୍ୟ ବିଷୟ ଆମେ ଦେଖିପାରୁଛୁ। ଆମେ ପ୍ରଭୁଙ୍କ ସାଙ୍ଗରେ ଥିବାରୁ ଆମେ ପରିତୃପ୍ତ ହଉଛୁ। ଆମେ ଭାବି ନଥିଲୁ ଯେ ଏ ନିର୍ଜନ ସ୍ଥାନରେ ଏ ଖାଦ୍ୟ ଆମେ ପାଇପାରିନଥାନ୍ତୁ, ଆମେ ଜାଣିନଥିଲୁ। ମାତ୍ର ପ୍ରଭୁ ଆମର ମନ ଜାଣି, ଆମର ଆବଶ୍ୟକ ଜାଣି ସେ ଆମମାନଙ୍କୁ ଏହା ଯୋଗେଇଛନ୍ତି ବୋଲି ସେମାନେ କେତେ ଆନନ୍ଦ କରିଥିବେ। କାରଣ ପ୍ରଭୁ ସେମାନଙ୍କ ପ୍ରତି ଦୟା ହେଉଛନ୍ତି ସେମାନଙ୍କର ଆବଶ୍ୟକ ପୂରଣ କରିବା ପାଇଁ। ପ୍ରିୟମାନେ, ତାଙ୍କ ଦୟା ଏପରି ଦୟା ଯେ ଆମ ଜୀବନରେ ସାହାଯ୍ୟ ଆସିଥାଏ, ଆଶ୍ଚର୍ଯ୍ୟ ବିଷୟ ଦେଖାଯାଏ, ଭାବି ନଥିବା ବିଷୟ ଗୁଡିକ ଆମ ଜୀବନରେ ପ୍ରକାଶିତ ହୁଏ। ତାଙ୍କ ଦୟା, ଏପରି ଦୟା ସେ ଆମମାନଙ୍କୁ କରନ୍ତି। ଆମେ ତାଙ୍କ ସହିତରେ ରହିଲେ ସେ ଆମମାନଙ୍କୁ ଦୟା କରିବେ, ଆମେ ନ ରହିଲେ ଦୟା କରିବେ ନାହିଁ। ଆମେ ସମସ୍ତେ ଜାଣୁ ବାର୍ଟିମେୟ ଅନ୍ଧର ବିଷୟ। ଆଉ ସେ ଜଣେ ପଥ ପାର୍ଶ୍ୱରେ ବସି ସେ ଭିକ ମାଗୁଥିବା ଲୋକ, ତାକୁ ଲୋକମାନେ ଡାକୁଥିଲେ ବାର୍ଟିମେୟ ଅନ୍ଧ ବୋଲି। ବାର୍ଟିମେୟ ଅନ୍ଧ ବୋଲି ତାକୁ ଡାକୁଥିଲେ ଲୋକମାନେ। ଆଉ ସେ ବ୍ୟକ୍ତି ଯୀଶୁ ଏ ଦେଇ ଯାଉଛନ୍ତି ବୋଲି ବାଟ ପାଖରେ ଥିବାରୁ ତାର ଜନଗହଳ ଶୁଣି ସେ ଯୀଶୁଙ୍କୁ ଡାକୁଛି, ହେ ଦାଉଦ ସନ୍ତାନ ଯୀଶୁ, ମତେ ଦୟା କର ବୋଲି ସେ ଡାକେ। ଆଉ ଯେତେବେଳେ ସେ ଡାକୁଛନ୍ତି ଦୟା ପାଇବା ପାଇଁ, ସାହାଯ୍ୟ ପାଇବା ପାଇଁ, କାହିଁକି? ତା ପୂର୍ବରୁ ନିଶ୍ଚିତ ସେ ଶୁଣିଥିବେ ଦାଉଦ ସନ୍ତାନ ବୋଲି ଯୀଶୁ ଜଣେ ଅଛନ୍ତି, ନାଜରିତରୁ ସେ ବାହାରିଛନ୍ତି, ଆଉ ସେ ଲୋକମାନଙ୍କୁ ସୁସ୍ଥ କରୁଛନ୍ତି, ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି, ଏଇ କଥା ନିଶ୍ଚୟ ସେ ଶୁଣିଥିବ। ଅନ୍ଧ ଲୋକମାନେ ବହୁତ ସ୍ମରଣ ଶକ୍ତି ସେମାନଙ୍କର, ଆଖି ସିନା ଦୋଷିବ ନାହିଁ, ସେମାନଙ୍କର ସ୍ମରଣ ଶକ୍ତି ବେଶୀ ଥାଏ। ଶୁଣିବା କ୍ଷଣେ ସେମାନେ ସ୍ମରଣରେ ରଖି ଦିଅନ୍ତି। ଆଉ ଏଇ ବିଷୟଟି ସେ ନିଶ୍ଚୟ ଶୁଣିଥିବ। ଆଉ ସେ ଶୁଣିବା ଅନୁସାରେ ସେ ଡାକ ଛାଡୁଛି। ଜନଗହଳରେ ଯୀଶୁ ଚାଲି ଯାଉଛନ୍ତି, ତାର ଶିଷ୍ୟମାନେ ତାଙ୍କୁ ଧମକ ଦଉଛନ୍ତି, ଏ ଚୁପ୍ କର ବୋଲି କହୁଛନ୍ତି, ମାତ୍ର ସେ ଚୁପ୍ କରିନାହାନ୍ତି। କାହିଁକି? ଯୀଶୁ ଦୟାକାରୀ। ସେ ଯେବେ ଦୟା କରିବ, ସେ ଜଣେ ଅନ୍ଧ ଭିକ୍ଷୁକ। ଯେତେବେଳେ ଶୁଣିଲେ ଯୀଶୁ, ତାପରେ ସେ ପଛକୁ ହଟିଲେ। ଆଉ ତାକୁ ଡାକ, ସେ ଅନ୍ଧକୁ ଡାକ, ଏହା ଯୀଶୁ କହିଲେ। ଡାକିଲା ପରେ ତାଙ୍କୁ ସେ ପଚାରିଲେ, ତୁମ୍ଭ ପ୍ରତି ମୁଁ କଣ କରିବି ବୋଲି ତୁମେ ଇଚ୍ଛା କରୁଅଛ? ସେ ଗୋଟିଏ ବିଷୟ, ଆମେ ହେଇଥିଲେ କଣ କଣ ସବୁ ଆମେ ଦେଇଥାନ୍ତୁ, ମାତ୍ର ସେ ଗୋଟିଏ ବିଷୟ ମାଗିଲା, ମୁଁ ଅନ୍ଧ ଅଛି, ଏଥିପାଇଁ ମୋର ଚକ୍ଷୁ ଯେପରି ଦେଖାଯିବ, ଏଥିପାଇଁ ପ୍ରଭୁ ମତେ ମୋ ଚକ୍ଷୁ ଖୋଲି ଦିଅ। ସେ ଯାହା ମାଗିଲେ ତା ପାଇଁ ତାହା ଯଥାର୍ଥ ଥିଲା। ଆଉ ସେ ଅନୁସାରେ ଯୀଶୁ ତାଙ୍କୁ ସୁସ୍ଥ କଲେ ବା ଚକ୍ଷୁ ଦାନ କଲେ। ଆଉ ସେ ଦେଖି ପାରିଲେ। କେମିତି ଦୟା ଦେଖନ୍ତୁ, କେମିତି ଦୟା, ତାଙ୍କ ଦୟା ତାଙ୍କର ଚକ୍ଷୁ ଖୋଲି ଦେଇଛି। ସେ ଜନ୍ମରୁ ଅନ୍ଧ, ବାର୍ଟିମେୟ ଅନ୍ଧ ବୋଲି ଲୋକମାନେ ଡାକୁଥିଲେ, ଏପରି ଲୋକଙ୍କୁ ପ୍ରଭୁ ମୁକ୍ତ କଲେ, ପରିବର୍ତ୍ତନ କଲେ। ତାଙ୍କ ଦୟା ଏପରି, ଯୋଉମାନେ ତାଙ୍କ ଦୟାରେ ଭରସା ରଖନ୍ତି ସେମାନେ ନିଶ୍ଚୟ ସାହାଯ୍ୟ ପାଆନ୍ତି, ଉପକାର ପାଆନ୍ତି, ମଙ୍ଗଳ ପାଆନ୍ତି। ମାତ୍ର ସେ ଦୟା ଉପରେ ଆମେ କଣ କରିନାହୁଁ, ଭରସା ରଖି ନାହୁଁ, ସେଥିପାଇଁ ଅନେକ ସମୟରେ ଆମେ ପାଇପାରିନଥାଉ। ସେ ଦୟା କର ବୋଲି ଯେତେବେଳେ ଡାକିଲେ, ଯୀଶୁ ଆସିଲେ, ତାଙ୍କୁ ଚକ୍ଷୁ ଦାନ କଲେ। ଆଉ ସେ ବାର୍ଟିମେୟ ଅନ୍ଧ ନୁହନ୍ତି, ଆଉ ସେ ଭିକ୍ଷୁକ ନୁହନ୍ତି। ଆମେ ସେ ସ୍ଥାନରେ ଦେଖୁଛୁ ସେ ତାଙ୍କ ପଛେ ପଛେ ଗଲେ ବୋଲି ଲେଖା ଅଛି।
ଦେଖିଲା ପରେ ନିଜ ଗୃହକୁ ଯାଇ ଆନନ୍ଦ କରିବି କି ମୋ ମାକୁ କହିବି, ବାପାକୁ କହିବି, ପରିଜନକୁ କହିବି, ଏହା ସେ ଭାବି ନାହାନ୍ତି। ଅନେକ ସମୟରେ ଆମେ ଉପକାର ପାଇଲା ପରେ ପ୍ରଭୁଙ୍କୁ ପଛରେ ରଖିଦେଇ ଆମେ କେବଳ ଜାଗତିକ ବିଷୟରେ ଏହା କରିବା ତାହା କରିବା ଏହା ଚିନ୍ତା କରିଥାଉ। ମାତ୍ର ସେ ଚକ୍ଷୁ ପାଇଲା ପରେ ଯୀଶୁ ତାଙ୍କୁ ଯୋଉ ଦୟା କଲେ, ତାଙ୍କ ଦୟାରେ ତାର ଚକ୍ଷୁ ଯେତେବେଳେ ମୁକ୍ତ ହେଲା, ଆଉ ସେ ପଛକୁ ହଟି ନାହାନ୍ତି ପ୍ରିୟମାନେ, ଆଉ ସେ ଭିକ୍ଷା କରିନାହାନ୍ତି ପ୍ରିୟମାନେ। ଅନେକ କଥା ତା ବିଷୟରେ ଲେଖା ଅଛି। ସେ ଯୋଉ ଅଙ୍ଗରେଖା ଫୋପାଡ଼ି ଦେଇ ସେ ଯାଉଛନ୍ତି ଭିକ୍ଷା ମାଗିବା ପାଇଁ, ହୁଏତ ସେ ଗୋଟେ କପଡା ଧରିଥିବେ, ତାହା ମଧ୍ୟ ସେ କଣ କଲେ, ଫୋପାଡ଼ି ଦେଲେ। ତାପରେ ଯୀଶୁଙ୍କ ସଙ୍ଗରେ ସେ ଗଲେ। ଯୀଶୁଙ୍କ ସଙ୍ଗରେ ଯୋଉମାନେ ଯୀଶୁଙ୍କୁ ଡାକନ୍ତି, ଯୋଉମାନେ ଦୟା ପାଆନ୍ତି, ସେମାନେ ନିଶ୍ଚିତ ଭାବରେ ତାଙ୍କ ସଙ୍ଗରେ ଯିବା ଆବଶ୍ୟକ ରହିଛି। ସେଦିନ ଅନ୍ଧ ଜୀବନରେ ଦୟା ସେ ପାଇଲେ। ଆମେ ଏ ସ୍ଥାନରେ ଦେଖୁଛୁ ଏହି ଲୋକମାନେ ଯୋଉ 3 ଦିନ ପର୍ଯ୍ୟନ୍ତ ଥିଲେ, ଏମାନେ କେବେ ବି ଭାବି ନାହାନ୍ତି ଯେ ଆମେ ଏ ସ୍ଥାନରେ ଖାଦ୍ୟ ପାଇବା ବୋଲି। ମାତ୍ର ଏମାନେ ଭାବି ନଥିବା ବିଷୟ ପ୍ରଭୁ ସେମାନଙ୍କର ଜୀବନରେ ତାଙ୍କର ଆବଶ୍ୟକତା ବିଷୟ ଜାଣି ସେମାନଙ୍କୁ ଦେଲେ। କଣ ଦେଲେ? ଖାଦ୍ୟ ଦେଲେ। କାରଣ ଯୀଶୁ କହିଲେ, ମୁଁ ଯଦି 3 ଦିନ ପରେ ଏମାନଙ୍କୁ ଛାଡିଦେବି, ଏମାନଙ୍କର ହାଂସା ଉଡିଯିବ, କାଳେ ଏମାନେ ପଥରେ ଏମାନଙ୍କର ହାଂସା ଉଡିଯିବ। ଏହା ପ୍ରଭୁ ଜାଣିଲେ। ପ୍ରଭୁଙ୍କର ଏପରି ଆଶ୍ଚର୍ଯ୍ୟ ବିଷୟ ରହିଥାଏ। ତାପରେ ଆମେ ଦେଖୁଛୁ ସେ 37 ପଦରେ, ଆଉ ସେଇ ଖାଦ୍ୟ ଭୋଜନ କରି ସେମାନେ ପରିତୃପ୍ତ ହେଲେ। ସେମାନେ ଅଳ୍ପ ଖାଇନାହାନ୍ତି, ଯେତେ ଦରକାର ତାହା ପ୍ରଭୁ ସେମାନଙ୍କୁ କଣ କଲେ? ଯୋଗେଇଲେ। କାହିଁକି? ସେମାନଙ୍କର ସଙ୍ଗରେ ମାନେ ଅଛନ୍ତି। ପ୍ରଭୁ ଯୀଶୁଙ୍କ ସଙ୍ଗରେ ଥିବାରୁ ଏ ଦୟା ପ୍ରଭୁ କଲେ ସେମାନଙ୍କୁ। ପୁଣି ସେମାନଙ୍କର ଜୀବନର ଆବଶ୍ୟକ କଣ? ଖାଦ୍ୟ ଆବଶ୍ୟକ। 3 ଦିନ ପର୍ଯ୍ୟନ୍ତ ଭୋକିଲା ଅଛନ୍ତି। ଏ ଆବଶ୍ୟକ ବିଷୟ ଜାଣି ପ୍ରଭୁ ଯୋଗେଇଲେ। ପୁଣି ସେମାନେ ଖାଦ୍ୟ ଭୋଜନ କରି ପରିତୃପ୍ତ, ଆଉ ଅଧା ପେଟ ପୁରି ଆଉ ଅଧା ପେଟ ନ ପୁରି ରହିନାହାନ୍ତି, ପରିତୃପ୍ତ, ଯେତେ ଖାଇପାରିବେ ସେତେ ପ୍ରଭୁ ଯୋଗେଇଲେ। ସେ ଆଶ୍ଚର୍ଯ୍ୟ କର୍ମକାରୀ, ଅଳ୍ପ ମାଛରେ ଅଳ୍ପ ରୁଟିରେ କେମିତି ଆଶ୍ଚର୍ଯ୍ୟ କର୍ମ କରିଛନ୍ତି, ସେମାନଙ୍କର ସ୍ୱଚକ୍ଷୁରେ ସେମାନେ ଦେଖିଲେ। କାହିଁକି? ସେମାନେ ଯୀଶୁଙ୍କ ସଙ୍ଗରେ ଥିବାରୁ ଏ ସମସ୍ତ ଆଶ୍ଚର୍ଯ୍ୟ ବିଷୟ ଗୁଡିକ ସେମାନେ ଦେଖି ପାରିଛନ୍ତି। ଆମେ ମଧ୍ୟ ଆଜି ଯୀଶୁଙ୍କ ସଙ୍ଗରେ ଥିଲେ ତାଙ୍କ ଅନୁଗ୍ରହ ଓ ଶାନ୍ତି ଆମମାନଙ୍କର ଜୀବନରେ ମିଳିଥାଏ। ଆମେ ଦେଖିବା ପ୍ରଥମ ଥେସଲୋନି ପୁସ୍ତକ 1 ପର୍ବର 1 ପଦ ପାଠ କରିବେ। ପାଉଲ, ସିଲୱାନ ଓ ତିମୋଥି ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଥିବା ଥେସଲୋନିକୀୟ ମଣ୍ଡଳୀ ନିକଟକୁ ପତ୍ର ଲେଖୁଅଛନ୍ତି। ଅନୁଗ୍ରହ ଓ ଶାନ୍ତି ତୁମମାନଙ୍କ ପ୍ରତି ହେଉ। ଏ ସ୍ଥାନରେ ଆମେ ଦେଖି ପାରୁଛୁ ତିମୋଥି ପିତା ଈଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଥିବା ଥେସଲୋନିକୀୟ ମଣ୍ଡଳୀ ନିକଟକୁ ପତ୍ର ଲେଖୁଅଛନ୍ତି। ଖ୍ରୀଷ୍ଟଙ୍କ ଠାରେ ଥିବା ଥେସଲୋନିକୀୟ ମଣ୍ଡଳୀ, ଏ ମଣ୍ଡଳୀ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଅଛନ୍ତି। ଏ ମଣ୍ଡଳୀ ଖ୍ରୀଷ୍ଟଙ୍କ ଠାରୁ ବାହାରେ ନୁହନ୍ତି। ଆଉ ଯୋଉମାନେ ଖ୍ରୀଷ୍ଟଙ୍କ ଠାରେ ଅଛନ୍ତି ସେମାନଙ୍କୁ ପ୍ରେରିତ ପାଉଲ ଲେଖୁଛନ୍ତି। ପ୍ରେରିତ ପାଉଲ ଥେସଲୋନିୟ ମଣ୍ଡଳୀକୁ ଏ ପ୍ରଥମ ପତ୍ରରେ ସେ ଲେଖୁଛନ୍ତି। କଣ ବୋଲି ଲେଖୁଛନ୍ତି? ଥେସଲୋନିକୀୟ ମଣ୍ଡଳୀ ନିକଟକୁ ପତ୍ର ଲେଖୁଅଛନ୍ତି। ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ତା ପ୍ରତି ହେଉ ଯୋଉ ମଣ୍ଡଳୀ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଅଛି, ଆଉ ସେଇ ମଣ୍ଡଳୀକୁ ଏଇ କଥା ସେ ଲେଖୁଛନ୍ତି। ସେଇ ମଣ୍ଡଳୀର ବିଶ୍ୱାସିନୀ ମାନଙ୍କୁ ଲେଖୁଛନ୍ତି। ସେଇ ମଣ୍ଡଳୀର ପ୍ରଭୁଙ୍କ ଲୋକମାନଙ୍କୁ ସେ ଲେଖୁଛନ୍ତି ଯେ ତୁମ୍ଭେ ମାନେ ଖ୍ରୀଷ୍ଟଙ୍କ ସହିତ ଅଛ। ଏଥିପାଇଁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ଅନୁଗ୍ରହ, ଯୋଉମାନେ ତାଙ୍କ ନିକଟରେ ରହିବେ ସେ ଅନୁଗ୍ରହ ପାଇବେ। ଅନୁଗ୍ରହ ମାନେ ଯାହା ଆମେ ପାଇବାର ଯୋଗ୍ୟ ନହୁଁ, ଏପରି ବିଷୟ ଯେବେ ଆମ ଜୀବନରେ ଆସେ ତାହେଲେ ଆମମାନଙ୍କ ପାଇଁ ତା ଅନୁଗ୍ରହ ଅଟେ। ଏ ସ୍ଥାନରେ ଦେଖିପାରୁଛୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ପ୍ରେରିତ ପାଉଲ ଆଉ ସେଇ ଥେସଲୋନିୟ ମଣ୍ଡଳୀ ନିକଟକୁ ଏଇ ପତ୍ର ସେ ଲେଖୁଅଛନ୍ତି। ରୋମୀ ପୁସ୍ତକ 1 ପର୍ବର 7 ପଦରେ ମଧ୍ୟ ଲେଖାଯାଏ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କ ସହିତରେ ତୁମମାନଙ୍କର
ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ ବୋଲି ଲେଖା ଅଛି। ପ୍ରକୃତରେ ରୋମୀ ମଣ୍ଡଳୀ ନିକଟକୁ ମଧ୍ୟ ପ୍ରେରିତ ପାଉଲ ଏଇ କଥା ସେ ଲେଖନ୍ତି। ଆମ ଜୀବନରେ ତାଙ୍କର ଅନୁଗ୍ରହ, ତାଙ୍କର ଶାନ୍ତି ଯେତେବେଳେ ଆମେ ଚାହୁଁଛୁ, ଯେତେବେଳେ ଆସୁ ବୋଲି ଚାହୁଁଛୁ, ଆମେ ଯୀଶୁଙ୍କ ସଙ୍ଗରେ ରହିଲେ ସେ ଅନୁଗ୍ରହ ଆସିବ, ସେ ଶାନ୍ତିରେ ଆମମାନଙ୍କର ଜୀବନ ଯାପନ ଆମେ କରିପାରିବା। ଆମ ଜୀବନରେ ଶାନ୍ତି ମିଳିବ। ଯୀଶୁ ଖ୍ରୀଷ୍ଟ ନଥିଲେ ଶାନ୍ତି ନାହିଁ। ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ ନ କଲେ ଜୀବନରେ ଶାନ୍ତି ଆସେ ନାହିଁ। ଆମେ ସମସ୍ତ ଜଗତର ବିଷୟ ପାଇଥାଉ, ଜଗତର ସମସ୍ତ ବିଷୟ ଆମ ଜୀବନରେ ରହିଥାଏ, ମାତ୍ର ବେଳେ ବେଳେ ଯଦି ଲୋକଙ୍କୁ ଆପଣ ମାନେ ପଚାରିବେ ତମେ କଣ ଶାନ୍ତିରେ ଅଛ, କି ଶାନ୍ତି ବୋଲି କୁହନ୍ତି। ପ୍ରଭୁ ଯୋଉମାନଙ୍କର ପରିବାରରେ ଅଛନ୍ତି, ଯୋଉମାନଙ୍କର ପରିବାର ମଧ୍ୟରେ ପ୍ରଭୁ ଅଛନ୍ତି, ନିଶ୍ଚୟ ସେମାନଙ୍କର ଜୀବନରେ ଶାନ୍ତି ମିଳେ, ସେମାନେ ଶାନ୍ତିରେ ବାସ କରନ୍ତି। ସେଦିନ ଆମେ ସମସ୍ତେ ଜାଣିଥିବା କଥା। ଆଉ ଯୋହନ ପୁସ୍ତକ 20 ପର୍ବ 19 ପଦ ଝିଅ ପାଠ କରିବେ। ସେହି ଦିନ ଅର୍ଥାତ୍ ସପ୍ତାହର ପ୍ରଥମ ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଶିଷ୍ୟମାନେ ଯେଉଁ ଗୃହରେ ଥିଲେ ସେଥିର ଦ୍ୱାର ଗୁଡିକ ଯିହୁଦୀ ମାନଙ୍କ ଭୟରେ ରୁଦ୍ଧ ଥିଲା, ସେତେବେଳେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ ସେମାନଙ୍କୁ କହିଲେ, ତୁମମାନଙ୍କର ଶାନ୍ତି ହେଉ। ଏ ସ୍ଥାନରେ ଆମେ ଦେଖିପାରୁଛୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଆଉ ଧରା ପଡିଲେ, ମୃତ୍ୟୁବରଣ କଲେ, ସେଇ ଭୟରେ ଶିଷ୍ୟମାନେ ଏକ ଆଉ ଗୃହରେ କୋଠରୀକୁ ଦ୍ୱାରକୁ ବନ୍ଦ କରି ଯିହୁଦୀ ମାନଙ୍କର ଭୟରେ ସେମାନେ ଦ୍ୱାର ରୁଦ୍ଧ କରି ଏକ ସ୍ଥାନରେ ଅଛନ୍ତି। ମାତ୍ର ଯେତେବେଳେ ଏଇ ମରିୟମ, ଯୋଉ ମରିୟମକୁ 7 ଭୂତ ଛଡେଇଥିଲେ ଯୀଶୁ, ଏଇ ପ୍ରଥମରେ ଯେତେବେଳେ ଦର୍ଶନ କଲେ, ଦର୍ଶନ କଲା ପରେ ଯୀଶୁଙ୍କର ଶିଷ୍ୟ ମାନଙ୍କୁ ସେ ଖବର ନେଇକିରି ଯାଉଛନ୍ତି, ଆଉ ସେମାନେ ଏକ ସ୍ଥାନରେ ଅଛନ୍ତି, ଆଉ ସେତେବେଳେ ସେ ଦ୍ୱାର ବନ୍ଦ କରି ଅଛନ୍ତି। ଯୀଶୁଙ୍କ ବିଷୟରେ ଯେତେବେଳେ ସେମାନଙ୍କୁ କହୁଛନ୍ତି, ଆଉ ସେମାନେ ବିଶ୍ୱାସ କରିପାରିନଥିଲେ। ମାତ୍ର ଯେତେବେଳେ ଯୀଶୁ ସେଇ ସ୍ଥାନରେ ମଧ୍ୟସ୍ଥଳରେ ଠିଆ ହୋଇ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ। ପ୍ରିୟମାନେ, ସେମାନେ ଭୟରେ ଦ୍ୱାର ରୁଦ୍ଧ କରି ଅଛନ୍ତି, ମାତ୍ର ମଧ୍ୟସ୍ଥଳରେ ଯୀଶୁ ଠିଆ ହଉଛନ୍ତି, କାରଣ ସେମାନେ ଯୀଶୁଙ୍କ ସଙ୍ଗରେ ଥିଲେ, ଯୀଶୁଙ୍କୁ ଭୟ କରୁଥିଲେ। ଯୀଶୁଙ୍କୁ ଭୟ କରୁଥିବା ଲୋକମାନେ ଏମାନେ, ଯିହୁଦୀ ମାନଙ୍କର ଭୟରେ ଏମାନେ ଗୋଟିଏ କୋଠରୀକୁ ବନ୍ଦ କରି ଅଛନ୍ତି, ମାତ୍ର ଦ୍ୱାର ଖୋଲି ନାହାନ୍ତି। ମାତ୍ର ଆଶ୍ଚର୍ଯ୍ୟ ବିଷୟ, ସେମାନଙ୍କର ମଧ୍ୟସ୍ଥଳରେ ଯୀଶୁ ଠିଆ ହୋଇ ସେମାନଙ୍କୁ କହିଲେ, ତୁମମାନଙ୍କର ଶାନ୍ତି ହେଉ। ଯୋଉମାନେ ତାଙ୍କୁ ବିଶ୍ୱାସ କରନ୍ତି ସେମାନେ ନିଶ୍ଚିତ ଭାବରେ ଶାନ୍ତିରେ ଜୀବନ ଯାପନ କରିବେ, ଶାନ୍ତିରେ ରହିବେ। ସେଦିନ ଆମେ ସମସ୍ତେ ଜାଣୁ, ପାପିନୀ ସ୍ତ୍ରୀକୁ ଯୀଶୁ କହିଲେ, ତୁମର ବିଶ୍ୱାସ ତୁମ୍ଭକୁ ରକ୍ଷା କରିଅଛି, ଶାନ୍ତିରେ ଚାଲିଯା। ସେ ଅଶାନ୍ତିରେ ଥିଲା, ପାପ ଥିଲେ, ଅଧର୍ମ ଥିଲେ, ଜଣେ ଲୋକ ଶାନ୍ତିରେ ରହିବ ନାହିଁ। ଯୀଶୁଙ୍କର ଶାନ୍ତି ପାଇବାକୁ ହେଲେ ଯୀଶୁଙ୍କ ନିକଟକୁ ଯିବାକୁ ହବ, ଆଉ ଯୀଶୁଙ୍କ ଠାରୁ ସେ ଶାନ୍ତି ପାଇଥିଲା, ଶାନ୍ତିରେ ଜୀବନ ଯାପନ କଲା। ଆମମାନଙ୍କର ଜୀବନରେ ଆମେ ସମସ୍ତେ ଜାଣୁ, ସେଦିନ ସେଇ ସ୍ତ୍ରୀ ଲୋକମାନେ ତାଙ୍କ ନିକଟରେ ରହିଥିବାରୁ ସେମାନଙ୍କର ଜୀବନରେ ଶାନ୍ତି, ଦୟା, ସେମାନଙ୍କର ଆବଶ୍ୟକ ସମସ୍ତ ପୂରଣ ହେଇପାରିଛି। ସେଥିପାଇଁ ଆଜି ମଧ୍ୟ ଆମମାନଙ୍କର ଜୀବନରେ ଆମେ ସେହିପରି ଆମମାନଙ୍କର ଜୀବନ କାଟିବା ଆବଶ୍ୟକ। ତାପରେ ଆମେ ଦେଖିପାରୁଛୁ, ଯାହାକି 3 ପଦରେ ଲେଖା ଅଛି, ପୁଣି ଆହୁରି ଅନେକ ସ୍ତ୍ରୀ ଲୋକ ତାହାଙ୍କ ସାଙ୍ଗରେ ଥାଇ ଆପଣା ଆପଣା ସମ୍ପତ୍ତି ଦେଇ ସେମାନଙ୍କ ସେବା କରୁଥିଲେ। ଆପଣା ସମ୍ପତ୍ତି ସେମାନେ ଦେଉଥିଲେ। ସମ୍ପତ୍ତି ଦେବା ବୋଲେ ବହୁତ କଷ୍ଟ। ଧନ ସମ୍ପତ୍ତି ଆମେ ନିଜ ହସ୍ତରେ କର୍ମ କରିଥାଉ, ନିଜେ କାର୍ଯ୍ୟ କରି ସମ୍ପତ୍ତି ଆମେ ଆଣିଥାଉ, ଆଉ ଅନ୍ୟକୁ ଦେବାଟା ବୋଲେ ବହୁତ କଷ୍ଟ ଲାଗିବ। ତାହା ଅନ୍ୟକୁ ଦେଇ ହୁଏ ନାହିଁ, ଅନେକକୁ ଦାନ କରି ହୁଏ ନାହିଁ। ମାତ୍ର ଏମାନେ ଯୀଶୁଙ୍କ ସାଙ୍ଗରେ ଅଛନ୍ତି, ପୁଣି ସେବା କରୁଛନ୍ତି, ପୁଣି ନିଜର ଅର୍ଥକୁ ମଧ୍ୟ ସେମାନେ କଣ କରୁଛନ୍ତି, ବ୍ୟୟ କରୁଛନ୍ତି। ଏପରି ସ୍ତ୍ରୀ ଲୋକମାନେ ଆମ ଜୀବନରେ ଆମେ କେତେ ଈଶ୍ୱରଙ୍କ ପାଇଁ, ପ୍ରଭୁଙ୍କ ଲୋକମାନଙ୍କ ପାଇଁ, ସେବା ଉପାସନା ପାଇଁ ଆମେ କେତେ ବ୍ୟୟ କରୁଛୁ।
आमे केते देई पारुछु आमे अनेक समय देबा पई कुंठाबोध इच्छाउ धन माने निज पई बोली आमे भाबी थाउ निजर परिवार पई बोली आमे भाबी थाउ एटा तो मो पिला पई मो संग्रह करछि बोली भाबी थाउ एटा तो मो परिवार पई मो आ परिश्रम करछि बोली भाबी थाउ मात्र एमाने मधु से परिश्रम करूथिले तथापि एमाने निजर बोली न भाबी से माने ईश्वरଙ୍କ ପାଇଁ सेवा निमंते से माने व्यवहार करूथिले आमे समस्त जानिथिबा कथा जहा कि लुक पुस्तक रे लेखा अछि 19 पर्वर 8 पदरे जक्षଙ୍କ विषय जक्ष जतबेले तांको गृह को गले से जने कर आदाय स्थान रे बसिथिबा लोक मात्र जीशु को देखिबा पई से चेष्टा कले आ तार चेष्टा प्रमाणे जीशु तांको देखिबा पई से बाट दे से गले पुणी तांको गृह को अवश्य मु तुम गृह रे रहिबी बोली जीशु कहले से अनुसार तांको गृह को गले तांको गृह को गला परे एई धनी व्यक्ति ए कर आदाय स्थान कर आदाय करूथिबा व्यक्ति आउ से ठिया हो जीशु को कहूची कोन कहूची दया करी से कथा पढिबे किंतु जक्षियो ठिया होई प्रभु को कहिले हे प्रभु देखंतु मोर संपत्तिर अर्धेक मु दरिद्र माननको दान करूछि आउ जदि अन्याय रे कहारी ठारो किछि नै थाए तेबे 4 गुण रे ताहा फेराई देउछि ए स्थान रे देखि पारुछु जक्ष इति बड़ कार्य करूछंती जीशुଙ୍କ आगरे से कहउछंती प्रभु मो अन्याय रे जहा आनिछि मु ताहा 4 गुण रे ताहा को देबी दरिद्र मानको दान कर जीशुଙ୍କ सामना रे से स्वीकार करूछंती निहाती दान करबा गोटे श्रेष्ठ स्तर विषयटी अनेक समय आमे दान करि न था दरिद्र को दान करि न था आमे समस्त जानिछु कर्निलहर परिवार आउ से लोक मान को दान दउथिले से कोनोसी प्रभुଙ୍କ लोकनको बोली से स्थान रे लेखा नै लोक मान को तार अर्थ समस्त को से दान दउथिले प्रार्थना करूथिले दान मध्य दउथिले अनेक समय दान देबा पय हमने कुंठाबोध हि था दान देबा भी दरकार दरिद्र को देबा प्रभुଙ୍କ लोक मान को देबा चर्च को देबा पालकन को देबा प्रभुଙ୍କ सेवा रे व्यवहार करबा मानकर दान आमे जहा निज हस्त रे कर्म करछु प्रभुଙ୍କ पय किछि ना किछि आमे से उद्देश्य रे व्यवहार करबा द्वारा आमे आशीर्वाद रु केबे भी वंचित हेबा नाही तेनु आमानकर जीवन रे ताहा करबा आवश्यक आमे धनी लोक माने ही दान देबे बोली भाबी थाओ मात्र बाइबल रे जने दरिद्र विधवा बोली लेखा अछि से विधवा का नहीं से दरिद्र विधवा माने अनेक स्थान मानकरे आम गाँ गहली रे बहुत धनी से माने अनेक अर्थ व्यवसाय करंती आउ धनी मध्ये होंती मात्र ए स्थान रे देखि पारुछि से जने विधवा पुनी दरिद्र विधवा आउ से दान दउछंती आउ प्रशंसिता होउछंती कारण लुक पुस्तक 21 पर्वर 1 ठारू 4 पद पर्यंत जेबे पढिबा से स्थान रे आउ जीशु निरीक्षण करूछंती दान भंडार रे लोक माने बहुत दान पकौछंती सेमानक मध्य रे दरिद्र विधवा मध्य दान पकौछंती मात्र जो माने अधिक पकौथिले सेमानकर अधिक थिबा लोक माने जहा पकेबा कथा पकौथिले मात्र ए दरिद्र विधवा अनाटन अवस्था रे तार अर्थ खाइबा को नथबो पीबा को नथबो तार अवस्था अनाटन थिला एपरि अवस्था रे से जहा थिला ताहा से कोन करूची पके दउछंती या के देखुछंती जीशु देखुछंती जे माने अनेक समय आमे एमिति दान देबा को हबो जे आमे अनाटन अवस्था रे थाई सुद्धा प्रभुଙ୍କ पई दान देबा को हबो कारण ए स्त्री लोक माने निश्चित भाबरे जहा परिश्रम करूछंती प्रभुଙ୍କ सेवा रे माने तो जीशुଙ୍କ पछे पछे सेवा रे बोलुथिले केते बेले माने व्यवसाय कले केते बेले माने कार्य कले जे माने अर्थ पाइले आश्चर्य विषय से मानक विषय रे चिंता कले से माने जीशुଙ୍କ पछे पछे जाउथिले जीशुଙ୍କ संग रे रहउथिले केवल वाक्य सुनुथिले आश्चर्य कर्म गुडी को देखुथिले जीशु जते बेले आश्चर्य कर्म करी से मानकर क्षुधा तृषा जानी आवश्यक दउथिले सेते बेले से माने भोजन करूथिले ए माने पुणी स्थान रे लेखा अछि
ସେମାନେ ଅର୍ଥ ସୁଧା ସେମାନଙ୍କର ଧନ ସୁଧା ସେମାନଙ୍କ ପାଇଁ ସେମାନେ ସମ୍ପତ୍ତି ଦେଇ ସେମାନଙ୍କର ସେବା କରୁଥିଲେ। ନିଜର ସମ୍ପତ୍ତି ମଧ୍ୟ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଦେଇ ସେମାନେ ତାର ସେବା କରୁଥିଲେ। ଏ ସ୍ଥାନରେ ଆମେ ଦେଖିପାରୁଛୁ ଜଣେ ବିଧବା ଯାହା ଅନାଟନ ଅବସ୍ଥାରେ ଥିଲା ସେ ଦାନ କରିଛନ୍ତି। ସେଥିପାଇଁ ଯୀଶୁ ତାଙ୍କ ବିଷୟରେ ପ୍ରଶଂସା ସହିତ କହିଲେ। ଆଜି ଯଦି ଆମେ ଯେକୌଣସି ଅବସ୍ଥାରେ ଥିଲେ ମଧ୍ୟ ପ୍ରଭୁ ଦେଖୁଛନ୍ତି ଆମର ଅଧିକ ଅଛି କି ଅଳ୍ପ ଅଛି ପ୍ରଭୁ ଦେଖୁଛନ୍ତି। ଯଦି ଆମେ ଉଦାର ଚିତ୍ତରେ ପ୍ରଭୁଙ୍କୁ ଭୟ କରି ଯାହା ଅଛି ତାହା କୁଣ୍ଠାବୋଧ ନ କରି ଯଦି ଦେବା, ଆମେ ନିଶ୍ଚୟ ପ୍ରଭୁ ଆମ ବିଷୟରେ ସାକ୍ଷ୍ୟ ଦେବେ। ଆମେ ସେହିପରି ଦାନ ଦେଇପାରିବା କି? ଆମମାନଙ୍କର ଜୀବନରେ ତାହା ଚିନ୍ତାର ବିଷୟ ରହିଛି। ଆଉ ସମ୍ପତ୍ତି ଦାନ କରିବା ଏହା ବିଶ୍ୱାସୀର ଗୋଟିଏ କର୍ମ। କାରଣ ଲେଖା ଅଛି ପ୍ରେରିତ ପୁସ୍ତକ 2 ପର୍ବର 44 ଏବଂ 45 ପଦ ମତେ ପଢି ସାହାଯ୍ୟ କରିବେ। ଝିଅ ପଢନ୍ତୁ। ଆଜ୍ଞା। ମାତ୍ର ଯେଉଁମାନେ ବିଶ୍ୱାସ କଲେ ସେମାନେ ସମସ୍ତେ ଏକତ୍ର ରହି ସବୁ ପଦାର୍ଥ ସାଧାରଣ ସମ୍ପତ୍ତି ବୋଲି ଜ୍ଞାନ କରୁଥିଲେ। ପୁଣି ସେମାନେ ଆପଣା ଆପଣା ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୟ କରି ଯାହାର ଯେପରି ପ୍ରୟୋଜନ ସେହି ଅନୁସାରେ ସମସ୍ତଙ୍କୁ ବାଣ୍ଟି ଦେବାକୁ ଲାଗିଲେ। ଏ ସ୍ଥାନରେ ଆମେ ଦେଖିପାରୁଛୁ ମାତ୍ର ଯେଉଁମାନେ ବିଶ୍ୱାସ କଲେ ସେମାନେ ସମସ୍ତେ ଏକତ୍ର ରହି ସବୁ ପଦାର୍ଥ ସାଧାରଣ ସମ୍ପତ୍ତି ବୋଲି ଜ୍ଞାନ କରୁଥିଲେ। ପୁଣି ସେମାନେ ଆପଣା ଆପଣା ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୟ କରି ଯାହାର ଯାହା ପ୍ରୟୋଜନ ସେହି ଅନୁସାରେ ସମସ୍ତଙ୍କୁ ବାଣ୍ଟି ଦେଉଥିଲେ। ଏ ସ୍ଥାନରେ ଆମେ ଦେଖିପାରୁଛୁ ପ୍ରେରିତ ପୁସ୍ତକରେ ପ୍ରେରିତ ଯୁଗରେ ଲୋକମାନେ ଏହିପରି ସମସ୍ତ ଯୋଉମାନେ ପ୍ରଭୁଙ୍କୁ ବିଶ୍ୱାସ କରୁଥିଲେ, ପ୍ରଭୁଙ୍କ ଦାସ ମାନଙ୍କୁ ବିଶ୍ୱାସ କରୁଥିଲେ, ପ୍ରଭୁଙ୍କ ଦାସ ମାନେ ଯେତେବେଳେ ସେବା କାର୍ଯ୍ୟରେ ଯାଉଥିଲେ ଏମାନେ ଏକତ୍ର ରହି ମିଳିମିଶି ରହି ଆଉ ନିଜର ସମ୍ପତ୍ତିକୁ ଗୋଟେ ଠାରେ ରଖି ଯାହାକୁ ଯେତିକି ଦରକାର ତାହା ବାଣ୍ଟିକି ଦଉଥିଲେ ଏବଂ ସେବା କାର୍ଯ୍ୟରେ ମଧ୍ୟ ଏମାନେ କଣ କରୁଥିଲେ? ବ୍ୟବହାର କରୁଥିଲେ। ପ୍ରଭୁ ଦେଇଥିବା ଧନକୁ ପ୍ରଭୁଙ୍କ ପାଇଁ ଆମେ ବ୍ୟବହାର କରିବା ଆମ ଜୀବନରେ କଷ୍ଟ ଅନୁଭବ କରିଥାଉ। ଯଦି ଆମେ ଯୀଶୁଙ୍କ ସଙ୍ଗରେ ରହିବାକୁ ଚାହୁଁଛୁ ତାହେଲେ ଆମେ ଦାନ ଦେବାକୁ ହେବ। ପ୍ରଭୁଙ୍କୁ ଭୟ କରି ଦାନ ଦେବାକୁ ହେବ। ତଦ୍ୱାରା ଆମ ଜୀବନରେ ଆମେ ଦୟା ପ୍ରାପ୍ତ ହେବା। କାରଣ ଆମେ ଜଣେ ଜଣେ ବିଶ୍ୱାସୀ ଅଛୁ। ଆଉ ଏଇ କର୍ମ ପ୍ରଭୁଙ୍କ ଦୃଷ୍ଟିରେ ଗୋଟିଏ ଯଥାର୍ଥ ଦାନ କରିବା ଗୋଟେ ଯଥାର୍ଥ ବିଷୟ, ଉପଯୁକ୍ତ ବିଷୟ, ଯାହାକି ପ୍ରଭୁଙ୍କ ସେବାରେ ତାହା ବ୍ୟବହାର ହୋଇପାରିବ। ଆମେ ସମସ୍ତେ ଜାଣିଥିବା କଥା, ଜଣେ ଧନୀ ଯୁବାର କଥା ଆମେ ସମସ୍ତେ ଜାଣିଛୁ। ଆଉ ତାର ବହୁତ ସମ୍ପତ୍ତି ଥିଲା ବୋଲି ଲେଖା ଅଛି। ତାର ସମ୍ପତ୍ତି ସକାଶେ ସେଦିନ ସେ ସମସ୍ୟାରେ ପଡିଲା। ଯଦି ଅଳ୍ପ ରହିଥାନ୍ତେ ହୁଏତ ଅଳ୍ପ ହେଲେ ଅଛି ଟିକେ ମୁଁ ଦେଇଦେବି ବୋଲି କହିଥାନ୍ତେ। ମାତ୍ର ଯୀଶୁ ତାଙ୍କୁ କହିଲେ ଆଉ ତୁମେ ତୁମର ସମ୍ପତ୍ତି ସମସ୍ତ ବିକ୍ରୟ କରି ଦରିଦ୍ର ମାନଙ୍କୁ ଦେଇଦିଅ, ତାପରେ ମୋର ପଛରେ ଆସ ବୋଲି କହିଥିଲେ। ବହୁତ ସମ୍ପତ୍ତି ଅଛି, ତେଣୁ ସେ ଆଉ ଆଗକୁ ସେ ବଢି ପାରିଲେ ନାହିଁ। କେବେ ହେଲେ ନିଜର ସମ୍ପତ୍ତି ଅନ୍ୟକୁ ଦେବା ଭାରି କଷ୍ଟ। ସେଥିପାଇଁ ସେଦିନ ସେ ସମସ୍ୟାରେ ପଡିଲେ, ଯୀଶୁଙ୍କ ପଛରେ ଯାଇପାରିଲେ ନାହିଁ। ସେ ମୁଖ ମଳିନ କରି ଚାଲିଗଲେ। ସମସ୍ତ ବିଷୟ ସେ କରି ଆସିଛି, ବାଲ୍ୟକାଳରୁ ପାଳନ କରି ଆସିଛି, ସମସ୍ତ ବିଷୟ କଲେ ମଧ୍ୟ ଗୋଟିଏ ବିଷୟରେ ସେ ଉଣା ପଡିଗଲେ। ସେଥିପାଇଁ ଆମମାନଙ୍କର ଜୀବନରେ ଆମେ ପ୍ରଭୁଙ୍କ ପାଇଁ ଯାହା ପାଇଛୁ ତାହା ଆମେ ଦାନ କରି ପ୍ରଭୁଙ୍କ ପାଇଁ ଆମେ ବ୍ୟବହାର ହେବା। ସେଦିନ ଯେ ପ୍ରକାର ଭାବରେ ଏ ସ୍ଥାନରେ ଦେଖିପାରୁଛୁ ସମସ୍ତେ ସେମାନେ କି ପ୍ରକାର ମାଧ୍ୟମରେ ପ୍ରଭୁଙ୍କର ସେବା କରୁଛନ୍ତି। ନିଜର ସମ୍ପତ୍ତି ଠାବର କି ଅସ୍ଥାବର ଯାହା ସେମାନଙ୍କର ହସ୍ତରେ ସେମାନେ କର୍ମ କରି ଏକ ସ୍ଥାନରେ ରଖି ଯାହାର ଯାହା ପ୍ରୟୋଜନ ଯେତେବେଳେ ତାହା ସେମାନଙ୍କୁ ଦଉଥିଲେ, ଆଉ ଅବଶିଷ୍ଟ ପ୍ରଭୁଙ୍କ ସେବାରେ ସେମାନେ ବ୍ୟବହାର କରୁଥିଲେ। ଆମମାନଙ୍କର ଜୀବନରେ ତାହା କରିବା ଆମମାନଙ୍କର ନିତାନ୍ତ ଆବଶ୍ୟକ ରହିଛି। କାରଣ ସେବା କରିବା ଦ୍ୱାରା ସେବାର କାର୍ଯ୍ୟ ପରିଶ୍ରମ କେବେ ବୃଥା ନୁହେଁ। ଆମମାନଙ୍କର ଜୀବନରେ ଜାଣି ରଖିବା ଉଚିତ। ଆମେ ଯୀଶୁଙ୍କୁ ବିଶ୍ୱାସ କରିଛୁ, ସେଥିପାଇଁ ଆମମାନେ ଜାଣିବା ଦରକାର ପ୍ରଭୁଙ୍କ ସେବାରେ ପରିଶ୍ରମ କେବେ ବି ବୃଥା ନୁହେଁ। କାରଣ ଆମେ ଏ ସ୍ଥାନରେ ଦେଖିପାରୁଛୁ ସେଇ ସ୍ତ୍ରୀ ଲୋକମାନେ ନିଜର ସମ୍ପତ୍ତି ଦଉଥିଲେ, ସେମାନଙ୍କର ସେବା କରୁଥିଲେ, ପ୍ରଭୁଙ୍କର ସେବା କରୁଥିଲେ। ପ୍ରଭୁ ଯେଉଁ ଆଡେ ଗଲେ ସେଇ ଆଡେ ଯାଇକରି ସେମାନେ ସେବା କରୁଥିଲେ। ଏଥିପାଇଁ ଆମମାନଙ୍କର ଜୀବନରେ ସେବା ମାନେ କରିବା ନିତାନ୍ତ ଦରକାର ରହିଛି। କାରଣ ଲେଖା ଅଛି ପ୍ରଥମ କରନ୍ତି ପୁସ୍ତକ
15 ପର୍ବର 58 ପଦ କାହିଁ ମତେ ପାଠ କରି ସାହାଯ୍ୟ କରିବେ? ଅତଏବ ହେ ମୋର ପ୍ରିୟ ଭାଇମାନେ, ପ୍ରଭୁଙ୍କ ସେବାରେ ତୁମମାନଙ୍କ ପରିଶ୍ରମ ନିଷ୍ଫଳ ନୁହେଁ, ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଓ ଅଟଳ ରହି ସର୍ବଦା ଅଧିକରୁ ଅଧିକତର ଯତ୍ନବାନ ହୁଅ। ଏ ସ୍ଥାନରେ ଆମେ ଦେଖିପାରୁଛୁ, ଅତଏବ ହେ ମୋର ପ୍ରିୟ ଭାଇମାନେ, ପ୍ରଭୁଙ୍କ ସେବାରେ ତୁମମାନଙ୍କର ପରିଶ୍ରମ ନିଷ୍ଫଳ ନୁହେଁ, ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଓ ଅଟଳ ରହି ସର୍ବଦା ଅଧିକରୁ ଅଧିକତର ଯତ୍ନବାନ ହୁଅ। ହେ ମୋର ଭାଇମାନେ, ଏହା କରନ୍ତି ମଣ୍ଡଳୀକୁ ପ୍ରେରିତ ପାଉଲ ଏଇ କଥା ସେ ଲେଖନ୍ତି। ଆଉ ତୁମେ ଯୋଉ ସେବା କରୁଛ, ତୁମମାନେ ଯୋଉ ପରିଶ୍ରମ କରୁଛ, ଏହା ନିଷ୍ଫଳ ନୁହେଁ। ତୁମେ ଯାହା କରୁଛ ତାହା ନିଷ୍ଫଳ ନୁହେଁ। ଏଇ ପ୍ରଭୁଙ୍କର କାର୍ଯ୍ୟ ଜାଣି ସୁସ୍ଥିର ଅଟଳ ରହି ସର୍ବଦା ଅଧିକରୁ ଅଧିକ ସେହିପରି କାର୍ଯ୍ୟ କରିବା ପାଇଁ ତୁମ୍ଭେମାନେ ଯତ୍ନବାନ ହୁଅ। ପ୍ରିୟମାନେ, ଆମମାନଙ୍କର ଜୀବନରେ ଆମେ ଯେବେ ପ୍ରଭୁଙ୍କର ସେବା କରୁଛୁ, ସେବାର ଜୀବନ ବହୁତ କଷ୍ଟ, ଏହା ଏକ ପରିଶ୍ରମ ଅଟେ। ଆଉ ଏଇ ପରିଶ୍ରମ ପ୍ରଭୁ ଦେଖନ୍ତି। ଏ ପିଲାମାନେ, ମୋ ପିଲାମାନେ, ମୋ ଦାସଦାସୀ ମାନେ ମୋର ସେବା କରନ୍ତି, ଏମାନେ କଷ୍ଟ ଅନୁଭବ କରୁଛନ୍ତି। ଏଥିପାଇଁ ଏହିପରି ପରିଶ୍ରମ ଯୋଉମାନେ ପ୍ରଭୁଙ୍କ ପାଇଁ ସେବା କରିବାରେ କରି ଆସୁଛନ୍ତି, ସେମାନଙ୍କର ପରିଶ୍ରମ କେବେ ବିଫଳ ହବ ନାହିଁ, କାରଣ ପ୍ରଭୁ ତାହା ଆମମାନଙ୍କ ପାଇଁ ସେ ରଖିଅଛନ୍ତି। ପ୍ରଥମ କରନ୍ତି ପୁସ୍ତକ 3 ପର୍ବର 8 ପଦ କାହିଁ ପଢି ସାହାଯ୍ୟ କରିବେ? ଯେ ରୋପଣ କରେ ଓ ଯେ ସେଚନ କରେ, ସେ ଦୁହେଁ ଏକ, କିନ୍ତୁ ପ୍ରତ୍ୟେକ ଜଣ ଆପଣା ପରିଶ୍ରମ ଅନୁସାରେ ନିଜର ପୁରସ୍କାର ପାଇବ। ପ୍ରକୃତରେ ଆମେ ଯୋଉ ପରିଶ୍ରମ କରିବା ପ୍ରଭୁଙ୍କ ପାଇଁ, ଆଉ ସେଇ ପରିଶ୍ରମ ଅନୁସାରେ ଆମମାନଙ୍କର ଜୀବନରେ ସେ ପୁରସ୍କାର ପ୍ରଭୁ ରଖିଅଛନ୍ତି। ତେଣୁ ଆମେ ସେ ପୁରସ୍କାରକୁ ଆମେ ଲକ୍ଷ୍ୟ କରୁଛୁ। ଆମେ ଯୋଉ ପୁରସ୍କାର ପାଇଁ ଲକ୍ଷ୍ୟ କରୁଛୁ, ସେ ପୁରସ୍କାର ଅନୁସାରେ ଆମେ ନିଶ୍ଚିତ ଭାବରେ ପରିଶ୍ରମ କରିବାକୁ ହେବ। କିନ୍ତୁ ପ୍ରତ୍ୟେକ ଜଣ ଆପଣା ଆପଣା ପରିଶ୍ରମ ଅନୁସାରେ ନିଜର ପୁରସ୍କାର ପାଇବେ। ଆମେ ଯଦି ପ୍ରଭୁଙ୍କ ପାଇଁ ସେବା କରୁଛୁ, କଷ୍ଟ ଅନୁଭବ କରୁଛୁ, ଦୁଃଖ ସହୁଛୁ, ଏ ସମସ୍ତ ବୃଥା ନୁହେଁ। ନିଶ୍ଚିତ ଭାବରେ ପ୍ରଭୁ ଆମମାନଙ୍କ ପାଇଁ ସେ ରଖିଅଛନ୍ତି। କାରଣ ଗୀତ ସଂହିତା ପୁସ୍ତକ 62 ପର୍ବର 12 ପଦରେ ମଧ୍ୟ ଲେଖାଯାଏ, ପଢି ସାହାଯ୍ୟ କରନ୍ତୁ। ଆହୁରି ହେ ପ୍ରଭୁ, ତୁମ୍ଭଠାରେ ଦୟା ଥାଏ, କାରଣ ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାହାର କର୍ମାନୁସାରେ ଫଳ ଦେଉଅଛ। ଏ ସ୍ଥାନରେ ଦେଖୁଛୁ ଆମମାନେ, ଆହୁରି ହେ ପ୍ରଭୁ, ତୁମ୍ଭଠାରେ ଦୟା ଥାଏ, କାରଣ ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାହାର କର୍ମ ଅନୁସାରେ ଫଳ ଦେଉଅଛ। ପ୍ରିୟମାନେ, ଆମେ ଯୋଉ କର୍ମ ପ୍ରଭୁଙ୍କ ପାଇଁ କରୁଛୁ, ଯୋଉ ସେବାର କର୍ମ କରୁଛୁ, ତାହା ସେ ଆମମାନଙ୍କୁ ଦେବେ। ତେଣୁ ଆମମାନେ ତାହା ଜାଣି ଏଇ ଦିନ ମାନଙ୍କରେ ଆମମାନେ କରିବା ଆମମାନଙ୍କର ନିତାନ୍ତ କର୍ତ୍ତବ୍ୟ ରହିଛି। ପ୍ରଭୁ ଆମମାନଙ୍କୁ ବିଶେଷ କରି ଆଶୀର୍ବାଦ କରନ୍ତୁ। ଆମେ ଯୋଉ କର୍ମ କରିବା ସେଇ କର୍ମର ଫଳ ପ୍ରଭୁ ଆମମାନଙ୍କୁ ଦେବେ। କାରଣ ମାଥ୍ୟୁ ପୁସ୍ତକ 16:27 ପଦରେ ଲେଖାଯାଏ, ପ୍ରଭୁଙ୍କ ପାଇଁ ଯେଉଁମାନେ କର୍ମ କରିଛନ୍ତି, ସେଇ ଦିନରେ ପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରିବେ ଏବଂ ଦକ୍ଷିଣ ପାର୍ଶ୍ୱର ଲୋକ କରି ସେମାନଙ୍କୁ ଡାକିବେ। ଆମେ ସେଇପରି ପରିଶ୍ରମ ଯଦି ଆମେ କରିଛୁ, ସେଇ ଦିନ ନିଶ୍ଚିତ ଭାବରେ ଆମେ ତାଙ୍କ ରାଜ୍ୟ ନିମନ୍ତେ ପ୍ରସ୍ତୁତ ହେଇପାରିବା। ପ୍ରଭୁଙ୍କ ପାଇଁ ଯୋଉ ପରିଶ୍ରମ ଆମେ କରିଛୁ, ସେ ପରିଶ୍ରମ ପ୍ରଭୁ ଦେଖିଛନ୍ତି, ନିଶ୍ଚୟ ସେ ଆମମାନଙ୍କୁ ଆଶୀର୍ବାଦ କରିବେ। ଏପ୍ରି ପୁସ୍ତକ 6 ପର୍ବର 10 ପଦ କାହିଁ ପଢି ସାହାଯ୍ୟ କରିବେ? ଆମେ ଈଶ୍ୱରଙ୍କ ନିମନ୍ତେ ଯଦି କର୍ମ କରିବା, ସେଇ କର୍ମର ଫଳ ଆମେ ନିଶ୍ଚିତ ଭାବରେ ଭୋଗ କରିପାରିବା। କାରଣ ଈଶ୍ୱର ତୁମମାନଙ୍କର କର୍ମ ଆଉ ସାଧୁ ଲୋକ ମାନଙ୍କର, କାରଣ ଈଶ୍ୱର, ଶୁଭା ଯାଉଛି ମା? କାରଣ ଈଶ୍ୱର, ପଢୁଛି ମା, ଶୁଭା ଗଲା ମା? ଶୁଭୁଛି ଶୁଭୁଛି। ଆବାଜ ଆସୁଛି କି? ହଁ ଆସୁଛି। କାରଣ ଈଶ୍ୱର ତୁମମାନଙ୍କର କର୍ମ
ଆଉ ସାଧୁ ଲୋକମାନଙ୍କର ସେବା କରିଥିବା ଦ୍ୱାରା ଓ ଏବେ ମଧ୍ୟ କରୁଥିବା ଦ୍ୱାରା ତାହାଙ୍କ ନାମ ପ୍ରତି ତୁମେମାନେ ଯେଉଁ ପ୍ରେମ ପ୍ରକାଶ କରିଅଛ ତାହା ଯେ ଭୁଲିଯିବେ ଏପରି ଅନ୍ୟାୟକାରୀ ସେ ନୁହନ୍ତି। କିଛି ଆବାଜ ଆସିନି? ମୋର ଆବାଜ ଆସୁଛି ତ? ଆସୁଛି ମା। ଏ ସ୍ଥାନରେ ଆମେ ଦେଖିପାରୁଛୁ ଯାହାକି କାରଣ ଈଶ୍ୱର ତୁମମାନଙ୍କର କର୍ମ ଆଉ ସାଧୁ ମାନଙ୍କର ସେବା କରିଥିବା ଦ୍ୱାରା ଓ ଏବେ ମଧ୍ୟ କରୁଥିବା ଦ୍ୱାରା ତାହାଙ୍କ ନାମ ପ୍ରତି ତୁମ୍ଭେମାନେ ଯେଉଁ ପ୍ରେମ ପ୍ରକାଶ କରିଅଛ ତାହା ଯେ ଭୁଲିଯିବେ ଏପରି ଅନ୍ୟାୟକାରୀ ସେ ନୁହନ୍ତି। ଏ ସ୍ଥାନରେ ବହୁତ ସୁନ୍ଦର କଥା। ଈଶ୍ୱରଙ୍କ ପାଇଁ ତୁମମାନଙ୍କର ଯୋଉ କର୍ମ କରିଛ, ଯୋଉ ପରିଶ୍ରମ କରିଛ, ଯୋଉ କର୍ମ କରିଛ ସେ କେବେ ବି ଭୁଲିଯିବେ ନାହିଁ। ସେ ମନୁଷ୍ୟ ନୁହନ୍ତି ଯେ ଭୁଲିଯିବେ। ପୁରସ୍କାରକୁ ଆମକୁ ବଞ୍ଚିତ କେବେ ବି କରିବେ ନାହିଁ। କାହିଁକି? ଆମେ କର୍ମ କରିଛୁ, ପରିଶ୍ରମ କରିଛୁ ତାଙ୍କ ପାଇଁ। ତେଣୁକରି ଆମମାନଙ୍କୁ ତହିଁର ପୁରସ୍କାର ଦେବା ପାଇଁ ସେ କେବେ ବି ଭୁଲିବେ ନାହିଁ। ଏପରି ଅନ୍ୟାୟକାରୀ ସେ ନୁହନ୍ତି ବୋଲି ସ୍ଥାନରେ ଲେଖା ଅଛି। ପ୍ରଭୁ କେବେ ବି ଅନ୍ୟାୟ କରନ୍ତି ନାହିଁ ତାଙ୍କ ଲୋକମାନଙ୍କ ପାଇଁ। କାରଣ ଯାହା ମାନେ କରୁଛୁ ତାହା ସେ ଦେଖନ୍ତି, ଜାଣନ୍ତି। ଆମେ ନ କହିଲେ ମଧ୍ୟ ତାଙ୍କ ପାଇଁ ଯଦି ଆମେ କିଛି ନା କିଛି କରୁଛୁ, ଆମେ କହିଲେ ଆକା ସେ ଯେ ଜାଣିକିରି କରିବେ ତାହା ନୁହେଁ। ଆଉ ସେଇ ଅନୁସାରେ ସେ ଆମମାନଙ୍କୁ ଆଶୀର୍ବାଦ କରିବେ। ତେଣୁ ଆମମାନଙ୍କର ଜୀବନରେ ଆମେ ଯୋଉ କର୍ମ କରିବା ଆଉ ସେଇ କର୍ମ ଅନୁସାରେ ଆମେ ପୁରସ୍କାର ପାଇବା। କାରଣ ସେ ପୁରସ୍କାରର ଅଂଶୀ ହେବା ପାଇଁ, ପୁରସ୍କାରର ଆଉ ଅଧିକାରକୁ ଗ୍ରହଣ କରିବା ପାଇଁ ଆମେ ସେବା ଉପାସନା କରିଥାଉ, ଦାନ ଦେଇଥାଉ, ତାଙ୍କ ସେବା କରିଥାଉ। ସେବା କରିବା ଦ୍ୱାରା ଏବଂ ଦାନ ଦ୍ୱାରା ଯୋଉ କର୍ମ କରୁଛୁ ତହିଁ ଦ୍ୱାରା ଆମେ ସେଇ ପୁରସ୍କାର ପାଇପାରିବା। ଏଥିପାଇଁ ଆମମାନଙ୍କର ଜୀବନରେ ଆମେ ଏଇ ଦିନ ମାନଙ୍କରେ ସେଦିନ ଯେ ପ୍ରକାର ସ୍ତ୍ରୀ ଲୋକମାନେ ଯୀଶୁଙ୍କ ସଙ୍ଗରେ ଥିଲେ ବୋଲି ସେମାନେ ଯୋଉ ଯୋଉ ବିଷୟ ମନେ କରୁନଥିବା ବିଷୟ ଗୁଡିକ ସେମାନେ ସେଦିନ ପାଇଲେ। ତାଙ୍କ ପଛରେ ଯାଉଥିଲେ, ତାଙ୍କ ସେବା କରୁଥିଲେ, ନିଜର ସମ୍ପତ୍ତିକୁ ସେମାନେ ଦଉଥିଲେ। ଆଜି ଆମମାନେ ଆସୁ ପ୍ରଭୁଙ୍କ ପାଇଁ ଆମେ ବ୍ୟୟ କରିବାକୁ ହବ, ପ୍ରଭୁଙ୍କ ପାଇଁ କିଛି ନା କିଛି ଦବାକୁ ହବ ଏବଂ ତାଙ୍କ ସେବା କରିବାକୁ ହବ। ସେବାରୁ ଆମେ ଯଦି ବଞ୍ଚିତ ହେବା ସେ ପୁରସ୍କାରରୁ ମଧ୍ୟ ଆମେ ବଞ୍ଚିତ ହୋଇଯିବାର ସମ୍ଭାବନା ରହିଛି। ତେଣୁ ଆମମାନଙ୍କର ଜୀବନରେ ଆମେ ଯୀଶୁଙ୍କ ସହିତରେ ରହିବା ଦ୍ୱାରା ଆମେ ଦୟା ପାଇବା। ସେଦିନ ଅନ୍ଧ ଯେ ପ୍ରକାର ଦୟା ପ୍ରାପ୍ତ ହେଲେ ସେଇପରି ଆମେ ପାଇବା। ସେଦିନ ପାପିନୀ ସ୍ତ୍ରୀ ଯେ ପ୍ରକାର ଶାନ୍ତିରେ ଜୀବନ ଯାପନ କଲା, ତାଙ୍କ ନିକଟରେ ରହିବା ଦ୍ୱାରା ଶାନ୍ତି ଅଛି, ଦୟା ଅଛି। ପୁଣି ଆମେ ତାଙ୍କ ସେବା କରିବା ଦ୍ୱାରା, ତାଙ୍କ ନିକଟରେ ରହି ସେବା କରିବା ଦ୍ୱାରା ଆମେ ଶାନ୍ତି ଅନୁଭବ କରିବା ଏବଂ ପୁରସ୍କାରରୁ ଆମେ ବଞ୍ଚିତ ହେବା ନାହିଁ। ରୋମିଓ ପୁସ୍ତକ ଶେଷ ପଦରେ ଲେଖାଯାଏ, ଯୋଉମାନେ ସେଇ ମଣ୍ଡଳୀ ମାନଙ୍କରେ ସେବା କରୁଥିଲେ, ମଣ୍ଡଳୀ ସମ୍ପୃକ୍ତ ହୋଇ ସେବା କରୁଥିଲେ, ସେଦିନ ପ୍ରେରିତ ପାଉଲ ସେହି ମହିଳା ମାନଙ୍କୁ ସେ ଧନ୍ୟବାଦ ଜଣାଉଛନ୍ତି। କାରଣ ଆମ ପାଇଁ ସେମାନେ ଯୋଉ ପରିଶ୍ରମ କରିଛନ୍ତି, ମଣ୍ଡଳୀ ମଧ୍ୟରେ ମଣ୍ଡଳୀର ସେବା କରିଛନ୍ତି, ସେମାନଙ୍କୁ ମୋର ନମସ୍କାର ଜଣାଅ ବୋଲି ସେ କହିଲେ। ପ୍ରିୟମାନେ, ଆଜିର ଦିନରେ ଏ ପରିଶ୍ରମ ଆମମାନଙ୍କ ପାଇଁ ନିତାନ୍ତ ଦରକାର। ମଣ୍ଡଳୀରେ ଯେବେ ଆମମାନଙ୍କୁ କାର୍ଯ୍ୟ ପଡେ, ଆମେ ମଣ୍ଡଳୀ ଦ୍ୱାରା ମଧ୍ୟ ଏହିପରି ମାଧ୍ୟମରେ ମଧ୍ୟ ଆମେ ସେବା କରୁ। ପ୍ରଭୁ ଯହିଁରେ ସେ ତାର ଦୃଷ୍ଟି ଆମମାନଙ୍କର ଉପରେ ପଡିବା ଦ୍ୱାରା ସେ ଅନ୍ୟାୟକାରୀ ନୁହନ୍ତି ଯେ ଭୁଲିଯିବେ। ସେ ଆମମାନଙ୍କୁ ପୁରସ୍କାର ଦେବା ପାଇଁ ନିଶ୍ଚୟ ସେ ଆସୁଅଛନ୍ତି, ମଧ୍ୟ ଆମମାନଙ୍କୁ ସେ ଆଶୀର୍ବାଦ କରିବେ। ପ୍ରଭୁ ଏ ସମସ୍ତ ବାକ୍ୟରେ ଶ୍ରବଣରେ ବୁଝିବା ପାଇଁ ଦିଅନ୍ତୁ, ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପୁଣି ଥରେ ମୁଁ ସମସ୍ତଙ୍କୁ ନମସ୍କାର ଜଣାଏ। ନମସ୍କାର। ଅଧିକା ଟାଇମ ବୋଧେ ହେଇଯାଇଛି, କ୍ଷମା କରନ୍ତୁ।